ଖ୍ରୀଷ୍ଟଙ୍କ ରକ୍ତରେ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର ସହ ଆଜିର ଉପାସନାକୁ ସ୍ୱାଗତ ଜଣାଏ। ଆଉ ଏଇ ସମୟରେ ଆମେ ଅନେକ ପ୍ରାର୍ଥନାର ସହିତ ପ୍ରଭୁଙ୍କ ଚରଣ ସମୟ ବିତେଇଲୁ। ତାଙ୍କର ଅନୁଗ୍ରହ ସିଂହାସନ ତଳେ ଆମମାନଙ୍କର ନିବେଦନ ସବୁ ରଖିଅଛୁ। ଆଉ ବିଶ୍ୱାସ କରୁ ଯେ ସେ ନିଶ୍ଚୟ ଆମମାନଙ୍କର ପ୍ରାର୍ଥନା ଶୁଣି ଅଛନ୍ତି। ନିରୂପିତ ସମୟରେ ତାଙ୍କର ଇଚ୍ଛାରେ ସେ ଆମମାନଙ୍କୁ ଉତ୍ତର ଦେଇ ଆଶୀର୍ବାଦ କରିବେ। ଆମେନ୍। ଆସନ୍ତୁ ଆଜିର ଏଇ ଉପାସନାକୁ ଆରମ୍ଭ କରିବା ପୂର୍ବରୁ ମୁଁ ଶାସ୍ତ୍ରରୁ କିଛି ଅଂଶ ଅଧ୍ୟୟନ କରିବି। ଆପଣମାନେ ମୋ ସହିତ ଖୋଲନ୍ତୁ ଗୀତ ସଂହିତା 113 ପର୍ବ 1ରୁ 9 ପଦ ପର୍ଯ୍ୟନ୍ତ ମୁଁ ପାଠ କରୁଛି। ଆପଣମାନେ ଦୟାରେ ମନୋଯୋଗୀ ହୁଅନ୍ତୁ। ଗୀତ ସଂହିତା 113 1ରୁ 9 ପଦ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ସଦାପ୍ରଭୁଙ୍କ ଦାସଗଣ। ତୁମ୍ଭେମାନେ ପ୍ରଶଂସା କର, ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ଆଜିଠାରୁ ଅନନ୍ତ କାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ସୂର୍ଯ୍ୟର ଉଦୟ ସ୍ଥାନ ଠାରୁ ତହିଁର ଅସ୍ତ ସ୍ଥାନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ। ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ ତାହାଙ୍କ ଗୌରବ ଆକାଶ ମଣ୍ଡଳ ଉପରେ ଉଚ୍ଚୀକୃତ। ଯାହାଙ୍କର ଆସନ ଊର୍ଦ୍ଧ୍ୱରେ, ଯେ ଆକାଶ ଓ ପୃଥିବୀ କି ଦେଖିବା ପାଇଁ ଆପଣାକୁ ନତ କରନ୍ତି। ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କିଏ? ସେ ଅଧିପତି ମାନଙ୍କ ସଙ୍ଗେ ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦିନହୀନକୁ ଖତରାଶିରୁ ଉତ୍ତୋଳନ କରନ୍ତି। ସେ ବନ୍ଧ୍ୟା ସ୍ତ୍ରୀ କି ଗୃହିଣୀ ଓ ସନ୍ତାନ ଗଣର ଆନନ୍ଦମୟୀ ମାତା କରନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ପ୍ରଭୁ ଏହି ପଠିତ ଶାସ୍ତ୍ରାଂଶ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ଉପାସନା ଆଉ ପ୍ରଭୁଙ୍କର ଗୌରବ ନିମନ୍ତେ ଯେପରି ହେବ, ଆଜିର ଗୀତ ପ୍ରଭୁଙ୍କର ଉଦ୍ଦେଶ୍ୟରେ ହଉ, ବାକ୍ୟ ତାଙ୍କର ମୁଖରୀ ବାକ୍ୟ ଆମମାନଙ୍କର ପ୍ରତ୍ୟେକଙ୍କ ଜୀବନରେ କାର୍ଯ୍ୟ କରୁ। ପ୍ରଭୁ ତାଙ୍କର ମୁଖ ଦ୍ୱାରା କଥା କୁହନ୍ତୁ। ପୁଣି ସମସ୍ତ ବିଷୟ ଯେପରି ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟ ହେବ, ସେଥି ନିମନ୍ତେ ଆସନ୍ତୁ ଆମମାନେ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗବାସୀ ପିତା, ତୁମରି ପବିତ୍ର ନାମର ଧନ୍ୟବାଦ ଦେଉଛୁ ପ୍ରଭୁ। ସମସ୍ତ ପ୍ରକାର ଆପଦ ବିପଦ ମଙ୍ଗଳରୁ ରକ୍ଷା କରି ଆଉ ଏକ ନୂଆ ଦିନ ଆମମାନଙ୍କ ଜୀବନରେ ଯୋଡ଼ିଲ। ପ୍ରିୟ ପ୍ରଭୁ, ତୁମେ ପ୍ରେମ କରୁଥିବା ହେତୁ ଆମମାନଙ୍କର ସମସ୍ତ ଦୋଷ ଦୁର୍ବଳତା ପାପ ଅପରାଧକୁ ମାର୍ଜନା କରି ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ପ୍ରଭୁ ତୁମେ ବଞ୍ଚେଇ ଆଣିଥିବାରୁ ଧନ୍ୟବାଦ ଦେଉଛୁ। ଏଇ ସୁନ୍ଦର ସୁଯୋଗ ଦେଲ ଏଇ ପ୍ରାତଃ ସମୟରେ ତୁମରି ଚରଣ ତଳେ ବସି ପ୍ରଭୁ ତୁମରି ଅନୁଗ୍ରହର ସିଂହାସନ ନିକଟରେ ଆମମାନଙ୍କର ସମସ୍ତ ନିବେଦନ, ଆମମାନଙ୍କର ହୃଦୟର କଥା ଭାଙ୍ଗି କହିବା ପାଇଁ ସୁନ୍ଦର ସୁଯୋଗ ଦେଲ। ଧନ୍ୟବାଦ ଦେଉଛୁ। ଆମମାନଙ୍କର ସମସ୍ତ ପ୍ରାର୍ଥନା ତୁମେ ଶୁଣିଅଛ ବୋଲି ମଧ୍ୟ ଧନ୍ୟବାଦ ଦେଉଛୁ। ପ୍ରଭୁ, ବର୍ତ୍ତମାନ ଆମେ ତୁମରି ଆରାଧନା କରିବା ପାଇଁ ଯାଉଛୁ। ତୁମରି ଉପସ୍ଥିତି ଆମମାନଙ୍କ ମଧ୍ୟରେ ରଖ। ଆମମାନେ ଯେପରି ସତ୍ୟ ଏବଂ ଆତ୍ମାରେ ଭୟର ସହିତ ତୁମରି ଆରାଧନା କରୁ କରୁ ତୁମରି ଉପସ୍ଥିତିକୁ ଅନୁଭବ କରିବାକୁ ପାରିବୁ, ସେଇ ପ୍ରକାର ତୁମେ କୃପା କର। ଯେଉଁ ଦାସୀଙ୍କୁ ଆଜି ମନୋନୀତ କରିଛ, ତାଙ୍କର ମୁଖ ଦ୍ୱାରା ଆମମାନଙ୍କୁ କଥା କୁହ। ଆମମାନେ ଏଇ ଦିନ ମାନଙ୍କରେ ତୁମରି ପବିତ୍ର ବାକ୍ୟ ହୃଦୟ ମଧ୍ୟରେ ରଖି ନିଜ ନିଜକୁ ସଜାଡ଼ିବୁ ପ୍ରଭୁ, ସେ ପ୍ରକାର ତୁମେ କୃପା କର। ଆଜିର ଉପାସନାରେ ପ୍ରଭୁ ଆମେ ଯେପରି ପ୍ରଭୁ ତୁମକୁ ଅନୁଭବ କରିବୁ, ସେଇ ପ୍ରକାର ତୁମେ କୃପା କର। ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମରି ଅନୁଗ୍ରହ ପ୍ରଦାନ କର। ଗୌରବ ସମ୍ଭ୍ରମ ତୁମେ ନିଅ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେ ଯୀଶୁଙ୍କ ପବିତ୍ର ନାମରେ ଏହି ପ୍ରାର୍ଥନା ମାଗୁଛି ପିତା, ଆମେନ୍ ଆମେନ୍। ଆସନ୍ତୁ ଏଇ ସମୟରେ ଆମେ ଗୀତ ମାଧ୍ୟମରେ ପ୍ରଭୁଙ୍କର ପ୍ରଶଂସା କରିବା। ଆଉ ଆମମାନଙ୍କ ମଧ୍ୟରେ ସମିତା ମିଶାଲ ଭଉଣୀ ଅଛନ୍ତି, ମୁଁ ତାଙ୍କୁ ଅନୁରୋଧ କରେ ଆଉ ସେ ଗୀତ ଦ୍ୱାରା ପ୍ରଭୁଙ୍କର ଆରାଧନା କରି ଆମ ସମସ୍ତଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇବେ। ଆମମାନେ ମଧ୍ୟ ନିଜ ନିଜ ସ୍ଥାନରେ ରହି ଅନ୍ତର ସହିତ ପ୍ରଭୁଙ୍କର ଗୌରବ କରିବା। ପ୍ରଭୁଙ୍କ ନାମ ମହିମା ହଉ। ଆଉ ଏଇ ସମୟରେ ମୁଁ ଦିଦିଙ୍କୁ ବହୁତ ଧନ୍ୟବାଦ ଦିଏ, ଅତି ସୁନ୍ଦର ଭାବରେ ଆହ୍ୱାନ କରୁଛନ୍ତି। ଆମମାନଙ୍କ ହୋଷ୍ଟ ଆଜ୍ଞାକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆବାଜ ଆସୁଛି ଦିଦି? ପ୍ରେଜ୍ ଲର୍ଡ। ଆସନ୍ତୁ ଆମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କରି ନିକଟବର୍ତ୍ତୀ ହୋଇ ଆରାଧନା କରିବା। ଆମେ ପ୍ରତ୍ୟେକ ତାଙ୍କରି ଆରାଧନା କରିବା। ଆଜିର ଦିନ, ଆଜିର ସମୟ ଆମମାନଙ୍କୁ ପ୍ରଭୁ ଦେଇଛନ୍ତି ତାଙ୍କରି ସ୍ତୁତି ବନ୍ଦନା ଆରାଧନା କରିବା ନିମନ୍ତେ। ପ୍ରେଜ୍ ଲର୍ଡ। ହାଲେଲୁୟା।
पवित्र आत्मा मेरे दिल में आ पवित्र आत्मा मेरे दिल में मेरे जीवन को तू ही चला मेरे जीवन को तू ही चला पवित्र आत्मा मेरे दिल में टूट गया हूँ मैं जीवन का क्या है भरोसा टूट गया हूँ मैं जीवन का क्या है भरोसा धोखे पे धोखा है सारा जहां जाऊं तो जाऊं कहाँ जाऊं तो जाऊं कहाँ पवित्र आत्मा मेरे दिल में थक चुका हूँ मैं जीवन का तू ही सहारा थक चुका हूँ मैं जीवन का तू ही सहारा जीवन सफर में तू ही मसीहा जाऊं तो जाऊं कहाँ जाऊं तो जाऊं कहाँ पवित्र आत्मा मेरे दिल में पवित्र आत्मा मेरे दिल में प्यास आया हूँ मैं मुझको तो जल पिला प्यास आया हूँ मैं मुझको तो जल पिला जीवन सना है तू ही मसीहा जाऊं तो जाऊं कहाँ जाऊं तो जाऊं कहाँ पवित्र आत्मा मेरे दिल में पवित्र आत्मा मेरे दिल में मेरे जीवन को तू ही चला मेरे जीवन को तू ही चला पवित्र आत्मा मेरे दिल में पवित्र आत्मा मेरे दिल में प्रेज द लॉर्ड हालेलुया आसନ୍ତୁ ଆଉ ଗୋଟେ ଗୀତ ଗାନ କରି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ପ୍ରତ୍ୟେକ ସମୟ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କରି ଉଦ୍ଦେଶ୍ୟରେ ତାଙ୍କରି ନାମରେ ଆରାଧନା କରିବାକୁ
ଆମମାନଙ୍କୁ ଯୋଗ୍ୟ କରୁଛନ୍ତି। ହାଲେଲୁୟା। सुबह हो या शाम लेना प्रभु का नाम, कहते जाना तुम यीशु यीशु नाम। सुबह हो या शाम लेना प्रभु का नाम, कहते जाना तुम यीशु यीशु नाम। यीशु नाम 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 यीशु नाम। बिगड़ी बनाने वाला यीशु, राह दिखाने वाला यीशु, बिगड़ी बनाने वाला यीशु, राह दिखाने वाला यीशु, सारे दुखों को दूर करेगा, जीवन में शांति आनंद भरेगा। सारे दुखों को दूर करेगा, जीवन में शांति आनंद भरेगा। सुबह हो या शाम लेना प्रभु का नाम, बढ़ते जाना तुम यीशु यीशु नाम। सुबह हो या शाम लेना प्रभु का नाम, कहते जाना तुम यीशु यीशु नाम। यीशु नाम यीशु नाम यीशु नाम यीशु नाम। मार्ग सत्य जीवन यीशु ही है, जीवन की रोटी भी यीशु ही है। देर करो ना जल्दी आओ, आकर जीवन जल पी जाओ। देर करो ना जल्दी आओ, आकर जीवन जल पी जाओ। सुबह हो या शाम लेना प्रभु का नाम, बढ़ते जाना तुम यीशु यीशु नाम। सुबह हो या शाम लेना प्रभु का नाम, बढ़ते जाना तुम यीशु यीशु नाम। यीशु नाम 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 यीशु नाम। प्रेज द लॉर्ड। हालेलुया। आसନ୍ତୁ ଆଉ ଗୋଟେ କୋରସ୍ ଗୀତ ଗାନ କରି ଆମେ ଆରାଧନା କରିବା ପରମେଶ୍ୱରଙ୍କର। ହାଲେଲୁୟା। मेरे प्राण को भी
पिता कैसे मैं बयां करूं तेरी आश्रय करूं को कैसे मैं वर्णन करूं तेरे प्राण तेरे प्यार को पिता कैसे मैं बयान करूं तेरे आश्रय करूं को कैसे मैं वर्णन करूं प्यारे पिता मगन होता हूँ तेरी बाहों में मेरा सुकून प्यारे पिता मगन होता हूँ तेरी बाहों में मेरा सुकून प्यारे पिता तू मेरा सब कुछ है जीवन में तू काफी है प्यारे पिता तू मेरा सब कुछ है जीवन में तू काफी है मेरा प्रिय तू मेरा प्राण तू तेरी आराधना हो जीवन है तू मेरा जान तू तेरी आराधना हो मेरा प्रिय तू मेरा प्राण तू तेरी आराधना हो जीवन है तू मेरा जान तू तेरी आराधना हो प्यारे पिता मगन होता हूँ तेरी बाहों में मेरा सुकून मेरा प्राण प्रिय तू मेरे दिल की आरज़ू शहद से भी मीठा तेरा प्यार है माधो मेरा प्राण प्रिय तू मेरे दिल की आरज़ू शहद से भी मीठा तेरा प्यार है माधो प्यारे पिता मगन होता हूँ तेरी बाहों में मेरा सुकून प्यारे पिता मगन होता हूँ तेरी बाहों में मेरा सुकून प्यारे पिता तू मेरा सब कुछ है जीवन में तू काफी है प्यारे पिता तू मेरा सब कुछ है जीवन में तू काफी है मेरा प्रिय तू मेरा प्राण तू तेरी आराधना हो जीवन है तू मेरा जान तू तेरी आराधना हो मेरा प्रिय तू मेरा प्राण तू तेरी आराधना हो जीवन है तू मेरा
मगन होता हूँ तेरी बाहों में, मेरा सुकून। Praise Lord, hallelujah, ଧନ୍ୟବାଦ ଦଉଛୁ ବାପା, ପ୍ରଶଂସା ଗୌରବ ଦଉଛୁ ବାପା। ଏତେବେଳେ ଆଜିର ଏଇ ପ୍ରାତ ସମୟରେ ତୁମରି ନିକଟବର୍ତ୍ତୀ ହେବା ନିମନ୍ତେ ଆମ ମାନଙ୍କୁ ଅଯୋଗ୍ୟ ମାନଙ୍କୁ ପ୍ରଭୁ ତୁମେ ଯୋଗ୍ୟ କରି ଆଇଲ ପ୍ରଭୁ। ଆମର କିଛି ନାହିଁ, ଧୂଳି ମାତ୍ର ବାପା ଆମମାନଙ୍କ ସହବର୍ତ୍ତୀ ପରମେଶ୍ୱର ହେଲ। ଆଜି ଦିନ ଯାଏ ପ୍ରଭୁ ଆମମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ କରି ପ୍ରଭୁ ଆମମାନଙ୍କୁ କଢାଇ ଆଣୁଅଛ ବୋଲି ମୁଁ ଧନ୍ୟବାଦ ଦଉଛି, ପ୍ରଶଂସା ଗୌରବ କରୁଛି ପ୍ରଭୁ। କାରଣ ତୁମେ ଯୋଗ୍ୟ ପ୍ରଭୁ, ତୁମେ ଏତେ ଦୟା ପ୍ରେମ ଅନୁଗ୍ରହ କରିଛ ପ୍ରଭୁ। ଆମମାନଙ୍କୁ ପବିତ୍ର ଆତ୍ମା ଦେଇଛ, ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ତୁମକୁ ସ୍ୱୀକାର କରିବା ନିମନ୍ତେ ତୁମେ ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କରୁଛ ପ୍ରଭୁ। ତୁମରି ଇଚ୍ଛା ପାଳନ କରିବା ନିମନ୍ତେ, ତୁମରି ରାଜ୍ୟ ଧାର୍ମିକତା ଅନ୍ୱେଷଣ କରିବା ନିମନ୍ତେ, ତୁମରି ସେବା କାର୍ଯ୍ୟ କରିବା ନିମନ୍ତେ, ତୁମ ଦ୍ଵାର ତୁମ ନିମନ୍ତେ ପ୍ରଭୁ ଆମମାନଙ୍କୁ କଢାଇ ନିଅ। ଆହୁରି ଆମମାନଙ୍କ ଜୀବନକୁ ପରିବର୍ତ୍ତନ କର ତୁମରି ଉଦ୍ଦେଶ୍ୟରେ ପ୍ରଭୁ। ତୁମରି ନିକଟବର୍ତ୍ତୀ ହେବା ନିମନ୍ତେ ତୁମରି କୃଷି ପ୍ରେମ ଦ୍ଵାରା ଆମମାନଙ୍କୁ ଆକର୍ଷଣ କର। ଆମମାନଙ୍କ ଜୀବନକୁ ଅନ୍ୟମାନଙ୍କୁ ପ୍ରଭୁ ପରସ୍ପର ପ୍ରେମ ସହିତ ତୁମରି ପ୍ରଭୁ ରାଜ୍ୟର କଥା ଆମେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମମାନଙ୍କୁ ଯୋଗ୍ୟ କରାଉଛ ବୋଲି ମୁଁ ଧନ୍ୟବାଦ ଦେଇ ପ୍ରଶଂସା ଗୌରବ କରି ଜୁମରେ ଉପସ୍ଥିତ ପ୍ରତ୍ୟେକଙ୍କ ସହବର୍ତ୍ତୀ ପରମେଶ୍ୱର ମନ ପ୍ରାଣ ଆତ୍ମା ଶରୀର ତୁମ ଚରଣ ତଳେ ସମର୍ପିତ କରି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପିତା, ଆମେନ୍ ଆମେନ୍। ଆମେନ୍ ଧନ୍ୟବାଦ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁଙ୍କର ଦାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ। ଅତି ସୁନ୍ଦର ଗୀତ ସମୂହ ଗାନ କରି ପ୍ରଭୁଙ୍କ ନିକଟବର୍ତ୍ତୀ କରାଇ ଅଛନ୍ତି। ଆଉ ପ୍ରଭୁ ନିଶ୍ଚୟ ଏଇ ଗୀତ ଦ୍ଵାରା ଗୌରବାନ୍ୱିତ ହେଇଛନ୍ତି। ଆଉ ପ୍ରଭୁ ଆମମାନଙ୍କର ଗୌରବ ପ୍ରଶଂସା ପାଇବାର ଏକମାତ୍ର ଯୋଗ୍ୟ ପରମେଶ୍ୱର। ଆଉ ଏଇ ଗୋଟାଏ ମାଧ୍ୟମ ଯେ ଦ୍ଵାରା କି ଆମମାନେ ପ୍ରଭୁଙ୍କର ଆରାଧନା କରିଥାଉ, ଗୀତ ମାଧ୍ୟମରେ ପ୍ରଭୁଙ୍କର ଉପସ୍ଥିତି ମଧ୍ୟକୁ ଯାଇଥାଉ। ଆଉ ପ୍ରଭୁଙ୍କର ଦାସୀ ଅତି ସୁନ୍ଦର ସୁନ୍ଦର ଗୀତ ଗାନ କରି ପ୍ରଭୁଙ୍କର ଗୌରବ କରି ଆମ ସମସ୍ତଙ୍କୁ ପ୍ରଭୁଙ୍କର ଉପସ୍ଥିତି ମଧ୍ୟକୁ ନେଇଥିବାରୁ ମଧ୍ୟ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଏ। ଆଉ ପ୍ରୋଗ୍ରାମ ଅନୁସାରେ ଏଇ ସମୟରେ ଆନାଉନ୍ସମେଣ୍ଟ କରିବାର ସମୟ। ପ୍ରବୀଣା ମଲ୍ଲିକ ଭଉଣୀ ଯଦି ଅଛନ୍ତି ସେ ଆଜିର ଆନାଉନ୍ସମେଣ୍ଟ କରିବେ। Praise the Lord. ପ୍ରତିଙ୍କୁ praise the Lord. ଆସନ୍ତୁ ଏହି ସମୟରେ ଆମମାନେ ବିଜ୍ଞାପନ ଶୁଣିବା ପାଇଁ ଯିବା। ଆମମାନଙ୍କର ରିଅଲ ମିନିଷ୍ଟର ଜୁମ୍ ଅନଲାଇନ ଜୁମ୍ ଆମମାନଙ୍କର ଗେଟ୍ ଟୁଗେଦର ବିଷୟରେ ଆମମାନେ ବିଜ୍ଞାପନ ଦେବାକୁ ଯାଉଅଛି। ଆଉ ପ୍ରତ୍ୟେକ 4 ବର୍ଷ ଧରି ଆମମାନଙ୍କର ରିଅଲ ମିନିଷ୍ଟର ଜୁମ୍ ତରଫରୁ ଆମର ଅଫଲାଇନରେ 4 ବର୍ଷ ଧରି ଆମମାନଙ୍କର ଗେଟ୍ ଟୁଗେଦର ସରିଯାଇଛି। ଏଥରକ 5ମ ଗେଟ୍ ଟୁଗେଦର ମୁମ୍ବାଇ ଠାରେ ହବ। ଆଉ ବିଶେଷ ଭାବରେ ଆପଣମାନଙ୍କୁ ଅନୁରୋଧ କରୁଅଛି, ଆମମାନେ ଜୁମ୍ ମାଧ୍ୟମରେ ଆମମାନେ ଦେଖାଦେଖି ହଉଛେ, ପରମେଶ୍ୱରଙ୍କର ଆରାଧନା କରୁଛେ। ସେଇ ପ୍ରକାର ଆମମାନେ ଏକତ୍ରିତ ହୋଇ ସମସ୍ତଙ୍କ ସହିତ ସହଭାଗିତା କରି ଆମମାନଙ୍କର ମୁମ୍ବାଇ ଠାରେ ହଉଥିବା ଆମମାନଙ୍କର ଗେଟ୍ ଟୁଗେଦରରେ ଆମମାନେ ଆପଣମାନେ ଯଦି ଚାହୁଁଛନ୍ତି ସମସ୍ତେ ଯାଇପାରିବେ। ଆଉ ଯୋଉମାନେ ରେଜିଷ୍ଟ୍ରେସନ କରିନାହାନ୍ତି ଦୟାକରି ଆପଣମାନେ ରେଜିଷ୍ଟ୍ରେସନ କରିଦିଅନ୍ତୁ, କାହିଁକି ନା ଆର ମାସରେ ଆମମାନଙ୍କର ଟ୍ରେନ ଟିକେଟ ହବ। ସବୁ ଏକାବେଳେ କଲେ ଆମମାନଙ୍କୁ ଅସୁବିଧା ହବ। ତେଣୁକରି ଆମମାନେ ଯୋଉମାନେ ଦେଇନାହୁଁ ଆମମାନେ ଦେବାକୁ ଚେଷ୍ଟା କରିବା। ଆଉ ଅନୁରୋଧ କରେ ଆପଣମାନେ ସମସ୍ତେ ଯାଆନ୍ତୁ ଆଉ ମିଳିମିଶି ପରମେଶ୍ୱରଙ୍କର ଆମମାନେ ଆରାଧନା କରିବା ମୁମ୍ବାଇ ଠାରେ। ଆଉ ଅନେକ ଗୁଡ଼ିଏ ବିଷୟ ଅଛି, ଆମମାନେ ମଧ୍ୟ ପିକନିକ କରିବା, ଆଉ ସବୁ ବିଷୟ ଅଛି, ପ୍ରାର୍ଥନା କରିବା। ଆମମାନଙ୍କର ମାତ୍ର 4,000 ଟଙ୍କା ଫିସ୍ ରହୁଅଛି। ସେଥିରେ ଆମେ ରହିବା ଖାଇବା ସବୁ କିଛି ସେଇ 4,000 ଟଙ୍କାରେ ହେବ। ତେଣୁକରି ଆପଣମାନଙ୍କୁ ଅନୁରୋଧ କରେ ଆପଣମାନେ ସମସ୍ତେ ଯାଆନ୍ତୁ ଆଉ ସମସ୍ତେ ସହଭାଗିତା କରି ଗେଟ୍ ଟୁଗେଦର ଆମେ ଯେପରି ସଫଳ କରିପାରିବା ସେଥିପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରାଇବେ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ଏତିକି ମାତ୍ର ବିଜ୍ଞାପନ। ବହୁତ ବହୁତ ଧନ୍ୟବାଦ ଭଉଣୀ, ଆବଶ୍ୟକୀୟ ବିଜ୍ଞାପନ ଦେଇ ସମସ୍ତଙ୍କୁ ଜଣେଇଥିବାରୁ ବହୁତ ବହୁତ ଧନ୍ୟବାଦ ଜଣାଏ।
ଆସନ୍ତୁ ଏଇ ସମୟରେ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିବାର ସମୟ। ସମସ୍ତେ ନିଜ ନିଜ ହୃଦୟକୁ ଆମେ ସଜାଡିବା। ପୁଣି ପ୍ରଭୁ କଣ ଆଜି ଆମମାନଙ୍କୁ କହିବାକୁ ଚାହାନ୍ତି ସେଥିରେ ମନୋଯୋଗ ହେବା। ତା ପୂର୍ବରୁ ଆମେ ପ୍ରାର୍ଥନା କରିବା। ବିଶେଷ କରି ମୁଁ ଅନୁରୋଧ କରେ ହେମଲତା ସୁନା ଭଉଣୀଙ୍କୁ ଆଶା କରିବେ ଆଜିର ଯୋଉ ଆରାଧନାରେ କଢେଇ ନେଇଥିବା ଭଉଣୀଙ୍କ ନିମନ୍ତେ, ତାଙ୍କ ପରିବାର ନିମନ୍ତେ, ଆଉ ଆଜିର ଆରାଧନା ପ୍ରଭୁଙ୍କର ଗୌରବ ନିମନ୍ତେ ଆଉ ହେଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଭଉଣୀଙ୍କ ପରିବାରକୁ, ତାଙ୍କର ବ୍ୟକ୍ତିଗତ ଜୀବନକୁ, ତାଙ୍କର ସେବା କାର୍ଯ୍ୟକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବେ। ପୁଣି ବାକ୍ୟ ଘେନି ଆସୁଥିବା ପ୍ରଭୁଙ୍କର ଦାସୀଙ୍କୁ ମଧ୍ୟ ସମର୍ପଣ କରି ପ୍ରାର୍ଥନା କରିବେ। ଆସନ୍ତୁ ଆମମାନେ ସମସ୍ତେ ପ୍ରାର୍ଥନାରେ ମନୋଯୋଗୀ ହେବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ପ୍ରଶଂସା ଗୌରବ ସମ୍ଭ୍ରମ ପ୍ରଭୁ, ତୁମେ ଦୟା କଲ, ଅନୁଗ୍ରହ କଲ। ପୁନର୍ବାର ପ୍ରଭୁ ତୁମେ ଟାଣ ତଳେ ତୁମର ପ୍ରାର୍ଥନା ନିବେଦନ କରିବା ନିମନ୍ତେ ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦେଉଛି ବାପା। ଧନ୍ୟବାଦ ଦେଉଛି ପ୍ରଭୁ। ଆଜିର ଉପାସନା ଶେଷ ପର୍ଯ୍ୟନ୍ତ ସହମତି ଈଶ୍ୱରଙ୍କ ପ୍ରଭୁ ଲିଡିଂ କରୁଥିବା ତୁମ ଦାସଙ୍କୁ ଆଶୀର୍ବାଦ କର। ତୁମେ ତାଙ୍କ ମୁଖ ଦ୍ୱାରା ପରିଚାଳିତ ହୁଅ ପ୍ରଭୁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିର୍ଭୁଲ ଭାବରେ ପରିଚାଳନା କରି ତୁମର ଗୌରବ କରିବେ ସାହାଯ୍ୟ କର। ସେପରି ମଙ୍ଗଳ କର। ପ୍ରାର୍ଥନା କରୁଛି ଆରାଧନା କରିବାକୁ ଆସିଥିବା ତୁମ ପ୍ରିୟ ଦାସଙ୍କୁ ମଧ୍ୟ ଆଶୀର୍ବାଦ କର ପ୍ରଭୁ। ସୁନ୍ଦର ଭାବରେ ଆରାଧନାରେ ସେ ବଢେଇ ନେଇଛନ୍ତି ପ୍ରଭୁ। ତାଙ୍କର ସହବର୍ତ୍ତୀ ଈଶ୍ୱର, ସେ ପରିବାର ମଙ୍ଗଳ କର। ଆହୁରି ଆହୁରି ତୁମ ରାଜ୍ୟ କାର୍ଯ୍ୟ ନିମନ୍ତେ ପ୍ରଭୁ ସେ ବ୍ୟବହୃତ ହେବା ପାଇଁ ସାହାଯ୍ୟ କର। ଦୟା କର, ସୁସ୍ଥ ସ୍ୱାସ୍ଥ୍ୟ ଦିଅ ପ୍ରଭୁ। ଦୟାଳୁ ଈଶ୍ୱର, ପ୍ରାର୍ଥନା କରୁଛୁ ଏତେବେଳେ ପ୍ରଭୁ ଭଉଣୀ ଯେଉଁ ବିଜ୍ଞାପନ ନେଇ ଆସିଲେ ପ୍ରଭୁ, ସମସ୍ତ ବିଷୟ ତୁମେ ଶୁଣିଛ। ରିଏଲ ମିନିଷ୍ଟ୍ରିର ପଞ୍ଚମ ଗେଟ୍ ଟୁଗେଦର ନିମନ୍ତେ ପ୍ରଭୁ, ଆଉ ଯେଉଁ ସମସ୍ତ ବିଷୟ ସେ ଉପସ୍ଥାପନା କରିଅଛନ୍ତି, ତୁମେ ପ୍ରତ୍ୟେକ ବିଷୟ ଶୁଣିଛ ପ୍ରଭୁ। ଆଗ୍ରହୀ ତୁମରି ଦାସ ଦାସୀ ମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ଦିନ ମାନଙ୍କରେ ନାମ ରେଜିଷ୍ଟ୍ରେସନ କରି ପ୍ରଭୁ ସେଇ ସ୍ଥାନକୁ ଯାଇ ପ୍ରଭୁ ତୁମରି ସହଭାଗିତା ପାଇବା ସଙ୍ଗେ ସଙ୍ଗେ ତୁମରି ଲୋକମାନଙ୍କର ସହଭାଗିତା ପାଇବେ। ସେହିପରି ତୁମେ ଆଶୀର୍ବାଦ କର, ଦୟା କର, ଅନୁଗ୍ରହ କର ପ୍ରଭୁ। ଯିବା ଆସିବା ପଥରେ ସହବର୍ତ୍ତୀ ଈଶ୍ୱର ହୁଅ। ସମସ୍ତ କାର୍ଯ୍ୟ ଦ୍ୱାରା, ସମସ୍ତ ଉପାସନାରେ ତୁମେ ସହବର୍ତ୍ତୀ ଈଶ୍ୱର ହେଇ ତୁମେ ଗୌରବ ପାଅ। ଯେଉଁ ସ୍ଥାନକୁ ପ୍ରଭୁ ବୁଲିବାକୁ ଯାଉଥିବ, ଆସୁଥିବୁ, ପ୍ରତ୍ୟେକ ସ୍ଥାନରେ ତୁମର ଉପସ୍ଥିତି ଅନୁଭବ କରିବାକୁ ସାହାଯ୍ୟ କର। ପ୍ରାର୍ଥନା କରୁଛି ହୋଷ୍ଟ ଭାଇଙ୍କୁ ତୁମେ ଆଶୀର୍ବାଦ କର, ତାଙ୍କ ପରିବାରକୁ ଆଶୀର୍ବାଦ କର। ତୁମର ସହବର୍ତ୍ତୀ ଈଶ୍ୱର ହୁଅ। ସର୍ବାବସ୍ଥାରେ ତୁମେ ସେମାନଙ୍କୁ ସମ୍ଭାଳି ପ୍ରଭୁ। ସମସ୍ତ ଅମଙ୍ଗଳ ରକ୍ଷା କର, ଆବଶ୍ୟକତା ଯୋଗ। ପ୍ରାର୍ଥନା କରୁଛି ପ୍ରଭୁ, ଏତେବେଳେ ବାକ୍ୟ ଘେନି ଆସୁଛନ୍ତି ତୁମ ପ୍ରିୟ ଦାସୀ, ତୁମେ ତାଙ୍କୁ ଆଶୀର୍ବାଦ କର, ଦୟା କର ପ୍ରଭୁ। ଯେପରି ସେ ସୁନ୍ଦର ଭାବରେ ତୁମର ସେଇ ମୁଖ ନିଃସୃତ ବାକ୍ୟକୁ ପ୍ରଭୁ ଉପସ୍ଥାପନା କରିବେ, ତୁମରି ଗୌରବର କାରଣ ପ୍ରଭୁ ସାହାଯ୍ୟ କର। ଯେତେ ଜଣ ବସିଛୁ ଶ୍ରୋତା ମଣ୍ଡଳୀ ଭାବରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ଦୟା କର ପ୍ରଭୁ। ଉତ୍ତମ ମନ, ଉତ୍ତମ ଧ୍ୟାନର ସହ ବସି ତୁମରି ଗୌରବ ପ୍ରଶଂସା କରିବୁ। ବାକ୍ୟ ଶୁଣିବୁ, ଗ୍ରହଣ କରିବୁ, କାର୍ଯ୍ୟରେ ପରିଣତ କରିବୁ ପ୍ରଭୁ ସାହାଯ୍ୟ କର ପ୍ରଭୁ। ଆଜିର ଉପାସନାର ମଧ୍ୟବର୍ତ୍ତୀ ଆସନ ଗ୍ରହଣ କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ଈଶ୍ୱର, ଗୌରବ ସଂଗ୍ରାମ ପୂଜା ପ୍ରଶଂସା କରୁଛୁ ଯୀଶୁଙ୍କ ନାମରେ। ଆମେନ୍। ଆମେନ୍ ଆମେନ୍। ବହୁତ ବହୁତ ଧନ୍ୟବାଦ ଭଉଣୀ, ପ୍ରାର୍ଥନାରେ କଢେଇ ନେଇଛନ୍ତି। ବହୁତ ବହୁତ ଧନ୍ୟବାଦ। ଏଇ ସମୟରେ ମାନେ ବାକ୍ୟ ଶୁଣିବାର ସମୟ। ଆଉ ପ୍ରଭୁ ଆଜି ଅନୁଗ୍ରହ କରି ଏକତ୍ରିତ କରିଛନ୍ତି ତାଙ୍କର ଜୀବନ୍ତ ବାକ୍ୟ ଶୁଣିବା ପାଇଁ। ପ୍ରତିଦିନ ସେ ଆମମାନଙ୍କୁ ସଜାଡିବା ପାଇଁ, ଆମମାନଙ୍କୁ ଉତ୍ସାହିତ କରିବା ପାଇଁ, ଆମମାନଙ୍କର ଦୁଃଖ ସମୟରେ ତାଙ୍କର ଶାନ୍ତିର ବାର୍ତ୍ତା ଜଣେଇବା ପାଇଁ ଅନେକ ସମୟରେ ତାଙ୍କର ଦାସ ଦାସୀ ମାନଙ୍କ ଦ୍ଵାରା ଆମମାନଙ୍କୁ କଥା କୁହନ୍ତି। ଆଜି ମଧ୍ୟ ପ୍ରଭୁ ତାଙ୍କର ଦାସୀଙ୍କୁ ବାଛିଛନ୍ତି, ମନୋନୀତ କରିଛନ୍ତି ତା ଦ୍ଵାରା ଆମମାନଙ୍କ ନିକଟରେ ପ୍ରକାଶ ହେବା ପାଇଁ। ଆଉ ଆଜିର ପ୍ରୋଗ୍ରାମ ଅନୁସାରେ ଆମମାନଙ୍କର ପ୍ରିୟ ଦିଦି ଆଶା ପରେଖ ନାୟକ ଦିଦିଙ୍କୁ ଆଜି ସମୟ ଦିଆଯାଇଛି ଈଶ୍ୱରଙ୍କର ବାକ୍ୟ ଘେନି ଆସିବା ପାଇଁ। ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ କରେ। ସେ ଆସିବେ ଆମମାନଙ୍କ ମଧ୍ୟରେ ପରିବେଷଣ କରିବେ। ଦିଦି ସମୟ ଆପଣ। ଧନ୍ୟବାଦ ନମିତା ଭଉଣୀ। ସର୍ବପ୍ରଥମେ ସଦା ପ୍ରଭୁଙ୍କର ମହତ ନାମକୁ ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ଦୟା କରି
ରାତ୍ରିରେ ସୁନିଦ୍ରା ଦେଲେ ଏବଂ ପୁନର୍ବାର ଏ ସୁନ୍ଦର ଦିନ ଦେଖାଇଛନ୍ତି, ସେଥିପାଇଁ ଧନ୍ୟବାଦ ଦେଉ। ଏବଂ ମତେ ବହୁତ ସୁନ୍ଦର ଭାବରେ ଆହ୍ୱାନ କରିଥିବାରୁ ନମିତା ଭଉଣୀକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ସୁଯୋଗ ଦେଇଥିବାରୁ ରିଏଲ ମିନିଷ୍ଟ୍ରିର ହୋଷ୍ଟ ମହୋଦୟଙ୍କୁ ଆଉ ପ୍ରେମାଙ୍ଗିନୀ ଭଉଣୀକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର ଜଣାଏ। ଆସନ୍ତୁ ଆମମାନେ ବାକ୍ୟ ମାଧ୍ୟମକୁ ଯିବା ପୂର୍ବରୁ ମୁଁ ନିଜେ ନିଜକୁ ସମର୍ପିତ ହେବାକୁ ଚାହେଁ। ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଭୁ, ମଙ୍ଗଳକାରୀ ପରମେଶ୍ୱର, ଜିହୋଭା ଜିରି ସଦାପ୍ରଭୁ, ତୁମରି ପବିତ୍ର ମହତ୍ ନାମକୁ ଧନ୍ୟବାଦ ଦିଏ, ପ୍ରଶଂସା କରୁ, ଗୌରବ କରୁ। ପ୍ରଭୁ, ରାତ୍ରିରେ ଆମମାନଙ୍କୁ ସୁନିଦ୍ରା ଦେଇ ତୁମର ଇଚ୍ଛା ହେବାରୁ ଆଜି ଆମମାନଙ୍କ ଜୀବନରେ এই ସୁନ୍ଦର ଦିନ ଦେଖାଇଲ, ସେଥିପାଇଁ ଧନ୍ୟବାଦ ଦେଉଛି। ଏ ପ୍ରାପ୍ତ କାଳରେ ଆମମାନଙ୍କୁ ଏକତ୍ରିତ କରି ତୁମରି ସେବା, ଆରାଧନା, ପ୍ରଶଂସା, ଗୌରବ କରିବା ପାଇଁ ଆମମାନଙ୍କ ଜୀବନରେ ଏ ସୁନ୍ଦର ଦିନ ଦେଖାଇଛ, ସେଥିପାଇଁ ଧନ୍ୟବାଦ ଦେଉଛି। ତୁମରି ଉପସ୍ଥିତିକୁ ଆମେ ଅନୁଭବ କରିପାରିବୁ ଏବଂ ପ୍ରଭୁ ଆଜି ତୁମରି ସେଇ ପବିତ୍ର ବାକ୍ୟ ମୋ ମୁଖରୁ ଉଚ୍ଚାରଣ ତୁମେ କରିବ ବୋଲି ତୁମଠାରେ ବିନତି ଅନୁରୋଧ କରି ପ୍ରାର୍ଥନା କରୁଛି। ମୁଁ ଦିନ ଧୂଳି କଣ ନେଇ ପ୍ରଭୁ ତୁମରି ଦାସ ଦାସୀଙ୍କ ଆଗରେ ପ୍ରକାଶ କରିବି ମୁଁ ଜାଣେ ନାହିଁ। କେବଳ ତୁମେ ହିଁ ମୋର ମୁଖପାତ୍ର ହେଇ କଥା କୁହ ଏବଂ ମୋର ଚତୁର୍ଦିଗରେ ତୁମେ ରହି ମୋ ମନକୁ, ମୋ ଆତ୍ମାକୁ, ମୋ ଶରୀରକୁ ତୁମେ ଶୁଚି ପବିତ୍ର କର ବୋଲି ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ କ୍ଷୁଦ୍ର ଭିକ୍ଷା ମାଗୁଛି। ଆମେନ୍। ଧନ୍ୟବାଦ। ଆମମାନେ ଜାଣୁ ସଦାପ୍ରଭୁଙ୍କ ଠାରେ ଆମେ ଉପବାସ ପ୍ରାର୍ଥନା କରିଥାଉ। ଅନେକ ବିଷୟ ଆମମାନଙ୍କର ଆବଶ୍ୟକତା ଅନୁସାରେ ଆମେ ବହୁତ ବିଷୟ ମାଗିଥାଉ। ଉପବାସ ପ୍ରାର୍ଥନା କରିଥାଉ ଆଉ ଆମମାନଙ୍କର ଆବଶ୍ୟକତା ଅନୁସାରେ ଆମେ ଅନେକ ବିଷୟ ପ୍ରାର୍ଥନା କରି ମାଗିଥାଉ। ଆଉ ପ୍ରାର୍ଥନା ଯେପରି ପିଲାମାନଙ୍କର ପାଠ ପଢ଼ା ପାଇଁ, ପିଲାମାନଙ୍କର ବାହାଘର ପାଇଁ, ପିଲାମାନଙ୍କର ଜବ୍ ପାଇଁ ଆଉ ଅନ୍ୟାନ୍ୟ ବିଷୟ ନେଇ ଆମେ ମାଗିଥାଉ। ପ୍ରାର୍ଥନାରେ ଉପବାସ କରିଥାଉ, ପ୍ରାର୍ଥନା କରିଥାଉ। ଆଉ ଯେତେବେଳେ ତାହା ପୂରଣ ହୁଏ, ଆମେ ଉପବାସ କରି ପ୍ରାର୍ଥନା କରି ଯାହା ମାଗିଥାଉ, ଯେତେବେଳେ ତାହା ପୂରଣ ହୁଏ, ସଦାପ୍ରଭୁଙ୍କ ଠାରେ ଯାହା ମାଗୁ ତାହା ପୂରଣ ହୁଏ, ତାପରେ ଆମେ ଗୋଟେ ଗୋଟେ ମାନତ କରିଥାଉ। ଆମେ ମାନତ କରିଥାଉ। ଆଉ ସେ ମାନତ ପୂରଣ କରିବା ପାଇଁ ଆମେ ଚିନ୍ତା କରିଥାଉ। କେବେ ତ ଡେରିରେ ମାନତ ପୂରଣ କରୁ, କେବେ ତ ଜଲ୍ଦି ମାନତ ପୂରଣ କରିଥାଉ, ଆଉ କେବେ ତ ସମ୍ପୂର୍ଣ୍ଣ ଭାବେ ପୂରଣ ବି କରିପାରିନଥାଉ, ଭୁଲି ଯାଇଥାଉ। ଆମେ ସେଇ ପ୍ରକାର ଗୋଟେ ବିଷୟ ଚିନ୍ତା କରିବା। ଆଜି ଆମେ ଗୋଟେ ରାଜାଙ୍କର ବିଷୟ, ସେ ମାନତ କରି କି ପ୍ରକାର ପୂର୍ଣ୍ଣ କରିଥିଲେ ସେ ବିଷୟ ଟିକେ ଆମେ ଚିନ୍ତା କରିବା। ତାହା ଆମେ ବିଚାରକର୍ତ୍ତା 11 ପର୍ବରେ ତାହା ଲେଖା ଅଛି। ଆପଣମାନେ ଜାଣିଥିବା ବିଷୟ, ମୁଁ ଅଳ୍ପ ସମୟ କହିବି। ଏଠାରେ ପ୍ରକାର ଲେଖା ଅଛି, ଗିଲିଦିୟ ଜିପ୍ତିହ ନାମରେ ଏକ ମହାବିକ୍ରମଶାଳୀ ପୁରୁଷ ଥିଲେ। ସେ ଏକ ବେଶ୍ୟାର ପୁତ୍ର ଗିଲିଦିୟ ଜିପ୍ତହଙ୍କୁ ଜାତ କରିଥିଲେ। ଆମେ ପ୍ରଥମ ପଦରେ ଦେଖୁଛୁ ଯେ ପରମେଶ୍ୱର ତାଙ୍କୁ ଜିପ୍ତିହକୁ ଏକ ବିକ୍ରମଶାଳୀ କରି ପୃଥିବୀରେ ଜନ୍ମଗ୍ରହଣ କରିଥିଲେ। ବିକ୍ରମଶାଳୀ, ବଳବାନ କରି ତାଙ୍କୁ ଜନ୍ମ କରିଥିଲେ। ମାତ୍ର ଗିଲିଦିର ଭାର୍ଯ୍ୟା ଓ ତାହାର କେତେକ ପୁତ୍ର ପ୍ରବାସ କଲେ। ପୁଣି ତାହାର ଭାର୍ଯ୍ୟାର ପୁତ୍ରମାନେ ବଢ଼ନ୍ତେ ସେମାନେ ଜିପ୍ତିହକୁ ତଡ଼ିଦେଲେ, କହିଲେ, ତୁମ୍ଭେ ଆମ୍ଭମାନଙ୍କର ପିତୃଗୃହରେ ଅଧିକାର ପାଇବ ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର। ଏଠାରେ ଜିପ୍ତିହକୁ ଆହୁରି ତାର ପୁତ୍ରମାନେ ସମସ୍ତେ ତାଙ୍କର ପିତୃଗୃହରେ ନ ରହିବା ପାଇଁ ତାଙ୍କୁ ତଡ଼ି ଦଉଛନ୍ତି। ତହିଁରେ ଜିପ୍ତିୟ ଆପଣା ଭାଇମାନଙ୍କର ସମ୍ମୁଖରୁ ପଳାଇ ବୋଟ ଦେଶରେ ବାସ କଲେ। ତହିଁରେ କେତେ ଗୁଡ଼ିଏ ଅଗାଡ଼ି ଲୋକ ଜିପ୍ତିୟ ସଙ୍ଗେ ମିଳି ତାହାଙ୍କ ସହଚାର ହେଲେ। ଆଉ ସେ ବୋଟ ଦେଶରେ, ଟୋପ ଦେଶରେ ଯାଇ ସେ ବାସ କରୁଛନ୍ତି। ସେହି ସମୟରେ ଆମେ ଦେଖୁ କେତେ କାଳ, କେତେ ବର୍ଷ ବିତିଗଲା ପରେ, କେତେ କାଳ, କେତେ ବର୍ଷ ବିତିଗଲା ପରେ ଆମେ ଦେଖୁ ଯେ ଆମନ ସନ୍ତାନଗଣ ସହିତ ଇସ୍ରାଏଲ ଲୋକମାନଙ୍କ ସହିତ ଯୁଦ୍ଧ ଆରମ୍ଭ ହେଉଛି। ଆମନ ସନ୍ତାନଗଣ ସହିତ ଇସ୍ରାଏଲ ଲୋକମାନଙ୍କର ସହିତ ଯୁଦ୍ଧ କରିବା ପାଇଁ ଲାଗିଲେ। ଯୁଦ୍ଧ ଆରମ୍ଭ ହେଉଛି ସେତେବେଳେ ଯୋଉ ଜିପ୍ତିହକୁ ସେମାନେ ନିଜ ଦେଶରୁ ତଡ଼ି ଦେଇଥିଲେ, ତାର ପିତୃଗୃହରେ ନ ରହିବା ପାଇଁ ତଡ଼ି ଦେଇଥିଲେ, ସେଇ ସମୟରେ କୋଉ ପ୍ରାଚୀନ ମାନେ କି କିଏ ବି ଗୋଟେ ପଦ କଥା କହିନଥିଲେ। ଆଉ ଆମେ ଦେଖୁ ଯେତେବେଳେ ଯୁଦ୍ଧ ଷ୍ଟାର୍ଟ ହେଉଛି, ଯୁଦ୍ଧ ଆରମ୍ଭ ହେଉଛି, ସେତେବେଳେ ଆଉ ଆମନ ସନ୍ତାନଗଣ ଯେତେବେଳେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ସେତେବେଳେ
ଗିଲିଦିଅର ପ୍ରାଚୀନ ବର୍ଗ ଜିପ୍ତିହର ବୋଟ ଦେଶକୁ ଆଣିବା ପାଇଁ ଗଲେ। ଜିପ୍ତିହରକୁ ଯାଇ ସେମାନେ ଆଣିବା ପାଇଁ ଯାଉଛନ୍ତି ପ୍ରାଚୀନ ବର୍ଗ। ଆଉ ପରମେଶ୍ୱର ଆପଣମାନଙ୍କୁ ଫାଷ୍ଟରେ କହିଥିଲି, ପରମେଶ୍ୱର ତାଙ୍କୁ ଗୋଟେ ବିକ୍ରମଶାଳୀ କରି ଜନ୍ମ କରିଥିଲେ ପୃଥିବୀ ମଧ୍ୟରେ। ସେ ଗୋଟେ ବେଶ୍ୟାର ପୁତ୍ର, ବାଇବଲରେ ଲେଖା ଅଛି ସେ ଗୋଟେ ବେଶ୍ୟାର ପୁତ୍ର, ଆଉ ତାକୁ ଗୋଟେ ବିକ୍ରମଶାଳୀ କରି ପରମେଶ୍ୱର ଜନ୍ମ ଗ୍ରହଣ କରିଥିଲେ। ଆଉ ଜିପ୍ତିହ କହିଲେ, ଆମ୍ଭେମାନେ ଆମନ ସନ୍ତାନଗଣ ସହିତ ଯେପରି ଯୁଦ୍ଧ କରିବା, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ। ଆଉ ପ୍ରାଚୀନ ବର୍ଗ ଯେତେବେଳେ ଘରୁ ସେମାନଙ୍କୁ ତାଙ୍କର ଫ୍ୟାମିଲି ତଡ଼ି ଦଉଥିଲେ, ସେତେବେଳେ କୌଣସି ପ୍ରାଚୀନ ବର୍ଗ ସେମାନଙ୍କର ସାପୋର୍ଟ ହେଇ ନଥିଲେ। କିନ୍ତୁ ଏବେ ଯେତେବେଳେ ଯୁଦ୍ଧ ଆରମ୍ଭ ହଉଛି, ସେତେବେଳେ ସେମାନେ ଯାଇ ସେ ପ୍ରାଚୀନ ଲୋକମାନେ ଜିପ୍ତିୟକୁ ଆଣୁଛନ୍ତି। ଆଉ ଯୁଦ୍ଧ କରିବା ପାଇଁ ସେ କହୁଛନ୍ତି, ତହିଁରେ ଜିପ୍ତିୟ ଗିଲିୟଦର ପ୍ରାଚୀନ ବର୍ଗକୁ କହିଲେ, ତୁମ୍ଭେ କି ମତେ ଘୃଣା କରି ମୋହର ପିତୃଗୃହରୁ ମତେ ତଡ଼ିଦେଲ ନାହିଁ? ପୁଣି ଏବେ ଦୁର୍ଦ୍ଦଶାରେ ପଡ଼ିଛ ବୋଲି ମୋହର କତିକି କାହିଁକି ଆସିଲ? ତହୁଁ ଗିଲିୟଦ ପ୍ରାଚୀନ ବର୍ଗ ଜିପ୍ତିହଙ୍କୁ କହିଲେ, ତୁମ୍ଭେ ଯେପରି ଆମ୍ଭମାନଙ୍କ ସଙ୍ଗରେ ଯିବ ଓ ଆମନ ସନ୍ତାନ ଗଣ ସହିତ ଯୁଦ୍ଧ କରିବ, ପୁଣି ଗିଲିୟଦ ନିବାସୀ ଆମ୍ଭ ସମସ୍ତଙ୍କ ଉପରେ ମସ୍ତକ ସ୍ୱରୂପ ହେବ, ଏଥିପାଇଁ ସିନା ଏବେ ଆମ୍ଭେମାନେ ତୁମ୍ଭ କତିକି ପୁନର୍ବାର ଆସିଲୁ। ସେତେବେଳେ ଜିପ୍ତିୟ ଗିଲିୟଦର ପ୍ରାଚୀନ ବର୍ଗକୁ କହିଲେ, ତୁମ୍ଭେମାନେ ତ ଆମନ ସନ୍ତାନ ଗଣ ସହିତ ଯୁଦ୍ଧ କରିବା ପାଇଁ ମତେ ଘରକୁ ଫେରାଇ ନେଇଅଛ, ତେବେ ସଦାପ୍ରଭୁ ମୋହର ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତେବେ ସତେ କି ମୁଁ ତୁମ୍ଭମାନଙ୍କର ମସ୍ତକ ସ୍ୱରୂପ ହେବି? ସେ କହୁଛନ୍ତି ଯେ ଯେବେ ସଦାପ୍ରଭୁ ଆମନ ସନ୍ତାନ ଗଣକୁ ମୋ ହସ୍ତରେ ଦେବେ, ତେବେ କି ମୁଁ ଜଣେ ବେଶ୍ୟାର ପୁତ୍ର, ମୁଁ କି ତୁମମାନଙ୍କର ମସ୍ତକ ସ୍ୱରୂପ ହେବି? ସେମାନେ ତହିଁରେ କହୁଛନ୍ତି, ଗିଲିୟଦର ପ୍ରାଚୀନ ବର୍ଗ ଜିପ୍ତିହକୁ କହିଲେ, ସଦାପ୍ରଭୁ ଆମମାନଙ୍କ ମଧ୍ୟରେ କଥା ଶୁଣିଅଛନ୍ତି, ନିଶ୍ଚୟ ଆମ୍ଭେମାନେ ତୁମ୍ଭ ବାକ୍ୟ ଅନୁସାରେ କରିବୁ। ସେଇ ପ୍ରକାର ଭାବରେ ସେମାନେ ଜିପ୍ତିହକୁ ଆଉ ଟୋପ ଦେଶରୁ ଆଣି ଆଉ ଥରେ ସେଇ ଦେଶରେ ରଖି ଯୁଦ୍ଧ କରିବା ପାଇଁ ତାଙ୍କୁ ଆଣୁଛନ୍ତି। ଆମେ ଦେଖୁ ଯେ ଯେତେବେଳେ ଯୁଦ୍ଧ କରିବା ପାଇଁ ଜିପ୍ତିୟ ପ୍ରସ୍ତୁତ ହଉଛନ୍ତି, ସେ ଆମନ ସନ୍ତାନ ମାନଙ୍କ ପାଇଁ ଜିପ୍ତିୟ ଗୋଟେ ବାର୍ତ୍ତାକୁ ପଠଉଛନ୍ତି, ହେଲେ ବି ଆମନ ସନ୍ତାନ ଗଣ ସେ ବିଷୟ ଶୁଣିଲେ ନାହିଁ। ଆମନ ସନ୍ତାନ ଗଣ ଯେତେବେଳେ ଶୁଣିଲେ ନାହିଁ, ସେତେବେଳେ ଜିପ୍ତିୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହଉଛନ୍ତି। ଆଉ ସେ ସଦାପ୍ରଭୁଙ୍କ ଠାରେ ମାନତ କରୁଛନ୍ତି, ଆଉ କହୁଛନ୍ତି, ତହିଁରେ ସଦାପ୍ରଭୁଙ୍କର ଆତ୍ମା ଜିପ୍ତିୟଙ୍କ ଉପରେ ଉପସ୍ଥିତ ହେଲା, ଅଧିଷ୍ଠାନ କରନ୍ତେ ସେ ଗିଲିୟଦ ମନସୀ ପ୍ରଦେଶ ଦେଇ ଗିଲିଦିୟ ସ୍ଥିତ ମିସିମ କି ଗଲେ ଓ ଗିଲିଦିୟ ସ୍ଥିତ ମିସିମର ଆମନ ସନ୍ତାନ ଗଣ ନିକଟକୁ ଗଲେ। ଆଉ ଜିପ୍ତିୟ ଏଠାରେ ମାନତ କରି କହୁଛନ୍ତି ଯେ ସେ ସମୟରେ ଜିପ୍ତିୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କରି କହିଲେ, ଯେବେ ତୁମ୍ଭେ ଆମନ ସନ୍ତାନ ମାନଙ୍କ ନିମନ୍ତେ ମୋର ହସ୍ତରେ ସମର୍ପଣ କରିବ। ସେ ସଦାପ୍ରଭୁଙ୍କ ଠାରେ ମାନତ କରୁଛନ୍ତି ଜିପ୍ତିୟ, ଆଉ ସେ କହୁଛନ୍ତି ଯେ ଯେବେ ତୁମ୍ଭେ ଆମନ ସନ୍ତାନ ଗଣକୁ ମୋ ହସ୍ତରେ ସମର୍ପଣ କରିବ, ତେବେ ମୁଁ ଆମନ ସନ୍ତାନ ଗଣ ନିକଟରୁ କୁଶଳରେ ଫେରି ଆସି ଯେବେ ଯେ କେହି ମତେ ଭେଟିବା ପାଇଁ ମୋହର ଗୃହ ଦ୍ୱାରକୁ ବାହାରି ଆସିବ, ସେ ନିଶ୍ଚୟ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାଙ୍କୁ ହୋମ ବଳି ରୂପେ ଉତ୍ସର୍ଗ କରିବି। ଏଠାରେ ଜିପ୍ତିୟ କହୁଛନ୍ତି ଯେ ଯେବେ ସଦାପ୍ରଭୁଙ୍କ ଠାରେ ସେ ପ୍ରାର୍ଥନା କରୁଛନ୍ତି, ମୁଁ କିପରି ଇସ୍ରାଏଲ ଲୋକମାନଙ୍କୁ ଆମନ ସନ୍ତାନ ଗଣ ଠାରୁ ଇସ୍ରାଏଲ ଲୋକମାନଙ୍କୁ ମୁଁ ରକ୍ଷା କରିବି। ଆଉ ଯେବେ ତୁମ୍ଭେ ସଦାପ୍ରଭୁଙ୍କ ଠାରେ ସେ ପ୍ରାର୍ଥନା ବିନତି କରୁଛନ୍ତି, ଯେବେ ତୁମ୍ଭେ ଆମନ ସନ୍ତାନ ଗଣକୁ ମୋ ହସ୍ତରେ ସମର୍ପଣ କରିବ, ତେବେ ମୁଁ ମୋ ଗୃହକୁ ଯେତେବେଳେ ଯିବି, ସେତେବେଳେ ଯେ ଦ୍ୱାର ଖୋଲି ମୋ ସମ୍ମୁଖକୁ ଆସିବ, ମୁଁ ତାଙ୍କୁ ତୁମ ଉଦ୍ଦେଶ୍ୟରେ ନିଶ୍ଚୟ ସଦାପ୍ରଭୁଙ୍କର ହେବ, ମୁଁ ତାହାଙ୍କୁ ହୋମ ବଳି ରୂପେ ଉତ୍ସର୍ଗ କରିବି।
ଆଉ ଜିପ୍ତିୟ ସେଇ ପ୍ରକାର ଯୁଦ୍ଧ କଲେ। ପରମେଶ୍ୱର ଜିପ୍ତିୟଙ୍କର ପ୍ରାର୍ଥନା ଶୁଣିଲେ, ବିନତି ଶୁଣିଲେ। ସଦାପ୍ରଭୁ ଜିପ୍ତିୟଙ୍କୁ ଯୋଦ୍ଧା କରି ଜନ୍ମ କରିଛନ୍ତି, ବିକ୍ରମଶାଳୀ କରି ଜନ୍ମ କରିଛନ୍ତି ପୃଥିବୀରେ। ଆଉ ସେଇ ପ୍ରକାର ଆମ ସନ୍ତାନ ଗଣକୁ ସେ କଣ କରୁଛନ୍ତି? ଜିପ୍ତିୟଙ୍କର ହସ୍ତରେ ସମର୍ପଣ କରୁଛନ୍ତି। ଆଉ ସେ ମାନତ କରିଦେଲେ, ହଠାତ୍ ସାଙ୍ଗେ ସାଙ୍ଗେ ମାନତ କରିଦେଲେ। ଆଉ ସେ ଜିପ୍ତିୟ ଯେତେବେଳେ ଆମ ସନ୍ତାନ ଗଣ ତାଙ୍କ ହସ୍ତରେ, ଇସ୍ରାଏଲଙ୍କ ସନ୍ତାନ ହସ୍ତରେ ସମର୍ପଣ କରୁଛନ୍ତି, ସେମାନେ ଜିତୁଛନ୍ତି। କିନ୍ତୁ ଜିପ୍ତିୟ ମାନସ ସିନା କରିଦେଇଛନ୍ତି, ସମ୍ମୁଖକୁ କିଏ ଆସିବେ ସେଇ ଚିନ୍ତା ଜିପ୍ତିୟର ଥିଲା। ସମ୍ମୁଖକୁ କିଏ ଆସିବେ ସେଇ ଚିନ୍ତା ତାର ଥିଲା। ଆଉ ଜଣେ ଯଦି ଜିତୁଛି ବୋଲେ କେତେ ଖୁସି ଆନନ୍ଦ, କେତେ ବାଜା, କେତେ ଗୀତ, କେତେ ନାଚ, କେତେ କଣ ହୁଏ। ସେ ସ୍ଥାନରେ ମଧ୍ୟ ସେ ପ୍ରକାର ହେଇଥିବ। ଯେତେବେଳେ ଆମ ସନ୍ତାନ ଗଣ ତାଙ୍କ ହସ୍ତରେ ସମର୍ପଣ ହଉଛନ୍ତି, ସେତେବେଳେ ମଧ୍ୟ ସେ ନାଚ ଗୀତ ଆନନ୍ଦ ସବୁ ହେଇଥିବ। ଆମେ ଜାଗତିକ ହିସାବରେ ଦେଖୁ। ଆଉ ଗୋଟେ ପାର୍ଟି ଜିତିଲେ, ଗୋଟେ ପାର୍ଟି ହାରି ଯାଇଥିବ, ଚୁପଚାପ ରହିଯିବେ। ଆଉ ଗୋଟେ ପାର୍ଟି, ଯୋଉ ପାର୍ଟି ଜିତୁଛନ୍ତି, ସେମାନେ କେତେ ନାଚ, କେତେ ବାଜା, କେତେ ଆନନ୍ଦ, କେତେ ଫୁଲହାର ପକେଇ ସେମାନେ ଗୃହକୁ ଯାଉଛନ୍ତି, ଆଉ କେତେ କଣ କରୁଛନ୍ତି। କିନ୍ତୁ ଜିପ୍ତିୟର ମନଟା ଶୁଖି ଯାଇଥିବ, ଯେ ପ୍ରକାର ସେ ମାନତ କରିଦେଇଛନ୍ତି ସଦାପ୍ରଭୁଙ୍କ ସମ୍ମୁଖରେ। ଯେବେ ଆମ ସନ୍ତାନଙ୍କୁ ତୁମ୍ଭେ ମୋ ହସ୍ତରେ ସମର୍ପଣ କରିବ, ତେବେ ମୋ ସମ୍ମୁଖକୁ ଯିଏ ଆସିବେ, ମୁଁ ତାଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେବି। କିଏ ଆସିବେ ତା ସମ୍ମୁଖକୁ? ସେ ଭୟଟା ଜିପ୍ତିୟ ପାଖରେ ଥିଲା। ଆମେ ତଳକୁ ପଢିଗଲେ ଦେଖୁ, ଏଥି ଉତ୍ତାରେ ଜିପ୍ତିୟ ଆମ ସନ୍ତାନ ଗଣ ସହିତ ଯୁଦ୍ଧ କରିବାର ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ। ତହିଁରେ ସେ ଆରୋୟଙ୍କ ଠାରୁ ମନୀଷ ନିକଟ ପର୍ଯ୍ୟନ୍ତ 20 ନଗର ସବୁ ଜିତିଲେ। ତାପରେ ଅନନ୍ତର ଜିପ୍ତିୟ ସିପିମରେ ଆପଣା ଗୃହକୁ ଆସିଲେ। ଆଉ ଦେଖ, ତାହାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେବଲ ନୃତ୍ୟ କରୁ କରୁ ଆସିଲେ। ସେ ତାହାର ଏକମାତ୍ର ସନ୍ତତି ଥିଲା, ତାହା ଛଡା ତାହାର ପୁତ୍ର କି କନ୍ୟା ନଥିଲେ। ଏଠାରେ ଆମେ ଦେଖୁଛୁ, ସେ ମୁଁ ଯିବି, ମୋ ଦ୍ୱାର ଯେ ଖୋଲିବ, ଫାଷ୍ଟରେ ମୁଁ ଯାହାର ମୁଖ ଦେବି, ତାଙ୍କୁ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ଦେବି। ଏ ପ୍ରକାର ମାନତ କରିଥିଲେ। ଆଉ ଯେତେବେଳେ ସେ ନିଜର ଗୃହକୁ ଯାଉଛି, ସେତେବେଳେ ବାପା ଜିତିକି ଆସୁଛନ୍ତି। ବାପା ଆମ ସନ୍ତାନ ଗଣଠୁ ଜିତିକି ଆସୁଛନ୍ତି। ଆଉ ସେଇ ସମୟରେ ତାର ଝିଅ ଏକମାତ୍ର କନ୍ୟା, ଆଉ ସେ ଦାରା ନେବଲ ନୃତ୍ୟ କରି କରି ବାପାଙ୍କ ସବୁକୁ ଦ୍ୱାର ଖୋଲିବା ପାଇଁ ଆସୁଛନ୍ତି। ଦାରା ନେବଲ ବଜେଇ ନୃତ୍ୟ କରି କରି ମୋ ବାପା ଜିତିକି ଆସିଛନ୍ତି, ଆଉ ସେଥିପାଇଁ ମୁଁ ଦ୍ୱାର ଖୋଲିଲା ବେଳକୁ ଆମେ ଦେଖୁଛନ୍ତି ଯେ ତାହାର ଝିଅ ହିଁ ତାହାର ସମ୍ମୁଖକୁ ଆସୁଛି। ଏକମାତ୍ର କନ୍ୟା, ତାର କୌଣସି ପୁଅ ଝିଅ ନଥିଲେ, ଏକମାତ୍ର ସନ୍ତତି ବୋଲି ଆମେ ଦେଖୁଛି ତାହାର ସମ୍ମୁଖକୁ ଆସୁଛନ୍ତି। ଆଉ ଜିପ୍ତିହର ମନ କି ପ୍ରକାର ହେଇଥିବ ଚିନ୍ତା କରନ୍ତୁ। ଆଉ ଆମେ ଦେଖୁ ସେ ସ୍ଥାନ, ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣାର ବସ୍ତ୍ର ଚିରି କହିଲେ, ହାୟ ହାୟ ଆମ୍ଭର କନ୍ୟା, ତୁମ୍ଭେ ମୋର ଘୋର ସନ୍ତାପରେ ପକାଇଲ। ଜିପ୍ତିୟ ଆପଣାର ଝିଅକୁ ଦେଖୁଛି, ମାନତ କରିଦେଲେ ସତ, କିନ୍ତୁ ଆପଣାର ଝିଅ ଯେତେବେଳେ ସମ୍ମୁଖକୁ ଆସୁଛି ଦ୍ୱାର ଖୋଲିଲା ବେଳକୁ, ସେ ଜାଗାରେ ଆମେ ଥିଲେ କଣ କରିପାରିବା? ସେ ଜାଗାରେ ଆମେ ମାନେ ଥିଲେ କଣ କରିପାରିବା? କିନ୍ତୁ ସେ ଦେଖୁଛି, ଆଉ ଦୁଃଖ ପ୍ରକାଶ କରୁଛି। ହାୟ ହାୟ, ନିଜର ବସ୍ତ୍ର, ଯୁଦ୍ଧର ବସ୍ତ୍ରକୁ ସେ ଚିରି, ହାୟ ହାୟ ଆମ୍ଭର କନ୍ୟା, ତୁମ୍ଭେ ମତେ ଘୋର ସନ୍ତାପରେ ପକେଇଲ, ତୁମ୍ଭେ ମୋହର ଦୁଃଖଦାୟୀ ମାନଙ୍କ ମଧ୍ୟରେ ଜଣ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇ ଅଛି, ଆଉ ପଛକୁ ହଟିବି ନାହିଁ। ନିଜର ଝିଅକୁ ସେ କହୁଛି, ମୁଁ ସଦାପ୍ରଭୁଙ୍କ ଆଖରେ ଆପଣାର ମୁଖ ଫିଟାଇ ଅଛି, ମୁଁ କେବେ ବି ପଛକୁ ହଟିବି ନାହିଁ। ଝିଅ ଯେତେବେଳେ ସମ୍ମୁଖକୁ ଆସୁଛି, ପ୍ରଭୁ ସଦାପ୍ରଭୁଙ୍କ ଠାରେ ମାନତ କରିଦେଇଛନ୍ତି, ପ୍ରଭୁ ତୁମେ ମତେ ଯଦି ଆମ ସନ୍ତାନ ଗଣକୁ ମୋ ହସ୍ତରେ ଦେବ, ତାହେଲେ ମୁଁ ଯାହାକୁ ପ୍ରଥମେ ଦେଖିବି, ଯୁଦ୍ଧ କ୍ଷେତ୍ରରୁ ଫେରିବି, ଯେ ଦ୍ୱାର ଖୋଲିବ, ଯାହାକୁ ମୁଁ ପ୍ରଥମେ ଦେଖିବି, ମୁଁ ତାହାକୁ ତୁମ ଉଦ୍ଦେଶ୍ୟରେ
ବଳି ଉତ୍ସର୍ଗ କରିବି, ହୋମାର୍ଥକୁ ବୋଲେ ବଳି ଦେବି, ତୁମଠାରେ ସମର୍ପଣ କରିବି। ଆଉ ଦେଖୁଛି ଯେ ତାର ଏକମାତ୍ର କନ୍ୟା ଯୁବତୀ ଅବସ୍ଥାରେ ଅଛି, ତାଙ୍କୁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେବେ। ଆଉ ସେଇ ସ୍ଥାନରେ ଆମେ ଦେଖୁ ସେଇ ଝିଅର ଗୋଟେ ପଦ, ଆଉ ସେଠାରେ ଲେଖା ଅଛି, ତହିଁରେ ସେ ତାହାଙ୍କୁ କହିଲା, ହେ ଆମ୍ଭର ପିତେ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇ ଅଛ, ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି ତଦ୍ ଅନୁସାରେ ମୋ ପ୍ରତି କର। ସେ ଝିଅର ଆଜ୍ଞାବହତାକୁ ମଧ୍ୟ ଆମେ ଜାଣିବାକୁ ପଡିବ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ ଫିଟାଇ ଅଛ। ସେ ଜାଣିନି ତା ବାପା କଣ ମାନତ କରିଛନ୍ତି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତା ବାପା କଣ ମୁଖ ଫିଟାଇଛନ୍ତି ପିତା, ତାହା ସେ ଜାଣିନଥିଲା। କିନ୍ତୁ ସେ ଝିଅ କହୁଛନ୍ତି, ତୁମେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ ଫିଟାଇ ଅଛ, ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି ତଦ୍ ଅନୁସାରେ ମୋ ପ୍ରତି କର, କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଆମନ ସନ୍ତାନ ଗଣକୁ ପରିଶୋଧ କରି ତୁମ ହସ୍ତରେ ସମର୍ପଣ କରିଛନ୍ତି। ଝିଅର ତ୍ୟାଗର ମନ ଆମେ ଏଠାରେ ଦେଖିପାରୁଛୁ। ଝିଅର ତ୍ୟାଗର ମନ ଏଠାରେ ଦେଖୁଛୁ। ପିତା ତା ପାଇଁ ସେ ନିଜର ସ୍ୱାର୍ଥ ପାଇଁ ସେ ମାନତ କରିନଥିଲେ, ତାର ନିଜର ପରିବାର ପାଇଁ ସେ ମାନତ ମାଗି ନଥିଲେ, ନିଜର ସ୍ୱାର୍ଥ ପାଇଁ, ତାର ନିଜର ପରିବାର ପାଇଁ ସେ ମାନତ କରିନଥିଲେ। ମୁଁ ଆମନ ସନ୍ତାନ ଯୁଦ୍ଧ, ଏବେ ଯେମିତି ଯୁଦ୍ଧ ଚାଲିଛି ଦେଶ ମାନଙ୍କୁ, ସେ ଯୁଦ୍ଧରେ ଯେ ଜିତିଲେ ମୋର ସନ୍ତାନକୁ ଦେବୁ ବୋଲି କିଏ ମାନତ କରିଥିବେ କି ନାଇଁ ମୁଁ ଜାଣି ନାହିଁ। କିନ୍ତୁ এই ସ୍ଥାନରେ ଆମେ ଦେଖୁ ଯେ ଜିପ୍ତିହ ଆମନ ସନ୍ତାନକୁ ଯଦି ଆମ ହସ୍ତରେ ସମର୍ପଣ କରିବେ, ମୁଁ ଯାହାକୁ ସମ୍ମୁଖରେ ଦେବି। ସେ ଭାବି ନଥିଲା, ହଠାତ୍ ସେ ମାନତ କରିଥିଲେ, ସଦାପ୍ରଭୁଙ୍କ ଠାରେ ସେ ମାନତରେ ଅଟଳ ଥିଲେ, ସେଥିପାଇଁ ତାର ଝିଅ ମଧ୍ୟ ଆଜ୍ଞାବହତା ଥିଲା। ଆଜି ଯଦି ଆମେ ଗୋଟେ ବିଷୟ ମାନତ କରୁ, ଆମ ପିଲାମାନଙ୍କର ବିଷୟରେ ଯଦି ଆମେ ମାନତ କରୁ, ଯଦି ଆମ ପିଲାମାନେ ଆମକୁ କଣ ପଚାରୁଛନ୍ତି, ମୁଁ ସେ କାର୍ଯ୍ୟ କରିପାରିବି ନାହିଁ। ଜାଗତିକ ହିସାବରେ ଆମେ ଦେଖୁ ଆମ ପିଲାମାନଙ୍କୁ, ନାଇଁ ବାପା ଆମେ ତୋ ପାଇଁ ଏଟା କରିଛୁ, ତୁ ଏଟା କରିବାକୁ ବାଧ୍ୟ। ଆମ ପିଲାମାନେ କଥା ମାନିବେ ନାହିଁ। ଆମର ପିଲାମାନେ, ଏ ଯୁଗର ପିଲାମାନେ କଥା ମାନନ୍ତି ନାହିଁ। କିନ୍ତୁ ଏଠାରେ ଆମେ ଦେଖୁଛୁ ତାର ଯୁବତୀ ଝିଅ, ତାର କନ୍ୟା, ଜିହୁଦୀ ବଂଶର ଝିଅ, ସେ ବାପା ଯୋଉ କଥା କହୁଛନ୍ତି ତାର ଆଜ୍ଞାବହତା ହଉଛନ୍ତି। ସେ ବାପା ତୁମ ମୁଖରୁ ଯାହା ନିର୍ଗତ ହୋଇଅଛି ତାହା ମୋ ପାଇଁ ଘଟୁ। ତାଙ୍କର ମୁଖରୁ ଯେଉଁ ପଦ ବାହାରିଛି ତାହା ମୋ ପ୍ରତି ଘଟୁ। ସେ କଣ ମାନସିକ କରିଛନ୍ତି ବାପାକୁ ସେ ପ୍ରଶ୍ନ କରିନଥିଲେ। ସେ ଝିଅ କଣ ମାନସିକ ବାପା ତୁମେ କରିଛ ଯେ ତୁମେ ଏତେ ଦୁଃଖ ପ୍ରକାଶ କରୁଛ ବୋଲି ପ୍ରଶ୍ନ କରିନା, ଗୋଟିଏ ପଦରେ ଗୋଟିଏ ଆନ୍ସର ସେ ଦେଇଥିଲେ ଯେ ସେ ଝିଅର ଆଜ୍ଞାବହତା। ପିତାଙ୍କର କି ପ୍ରକାର ଆଜ୍ଞାବହତା ଆମେ ମନେ ପକାଉ, ଇସାକ ମଧ୍ୟ ପିତାଙ୍କର କି ପ୍ରକାର ଆଜ୍ଞାବହତା ଥିଲା। ମନେ ପଡେ ଇସାକକୁ ଯେତେବେଳେ ବଳି ଦେବା ପାଇଁ ପ୍ରସ୍ତୁତ ହେଇ ଛୁରୀ ଉଠା ଯାଉଛି, ଗୋଟେ ପ୍ରଶ୍ନ ମଧ୍ୟ ସେ ଇସାକ ଅବ୍ରାହମକୁ ପଚାରି ନଥିଲେ। ଗୋଟେ ପ୍ରଶ୍ନ ମଧ୍ୟ ପଚାରି ନାହାନ୍ତି, ବାପା ମତେ କାହିଁକି ତୁମେ ଏ ପ୍ରକାର କରୁଛ। ଆଜି ସେଇ ଝିଅ ମଧ୍ୟ ନିଜର ପିତାଙ୍କର ଆଜ୍ଞାବହତା ହେଇ ସେ କହୁଛନ୍ତି, ତୁମେ ଯାହା ତୁମ ମୁଖରୁ ନିର୍ଗତ ହୋଇଅଛି ତାହା ମୋ ପ୍ରତି ଘଟୁ। ଆହୁରି ସେ ଆପଣା ପିତାଙ୍କୁ ଅନୁରୋଧ କରୁଛନ୍ତି, ଆପଣା ପିତାଙ୍କୁ କହିଲେ ମୋ ପାଇଁ ଏହି କଥା କରାଯାଉ, ମତେ 2 ମାସ ଛାଡି ଦିଅ, ତହିଁରେ ମୁଁ ଆପଣା ସଖୀ ମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣାର କୁମାରୀତ୍ୱ ବିଷୟରେ ବିଳାପ କରିବି। ଜିହୁଦୀ ମାନଙ୍କର ଝିଅ ଯାହାକୁ ହେଲେ ବାହା ହେବାକୁ ଇଚ୍ଛା ଥିବ, କାର୍ଯ୍ୟ କରିବାକୁ, ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଗୋଟେ ଯୁବତୀ ଝିଅକୁ ଇଚ୍ଛା ଥିବ, କିନ୍ତୁ ସେ ବାପାଙ୍କର ଆଜ୍ଞାବହତା ହେଇ ସେ କହୁଛନ୍ତି ଯେ ତୁମେ ମତେ ଛାଡି ଦିଅ, ମୁଁ ପର୍ବତମୟ ସ୍ଥାନକୁ ଯାଇ କୁମାରୀତ୍ୱ ବିଷୟରେ ବିଳାପ କରିବି। ମୋର ସଙ୍ଗୀ ମାନଙ୍କ ସହିତ ଯିବ, 2 ମାସ ମତେ ଛାଡି ଦିଅ, ମୁଁ ସେ ସ୍ଥାନକୁ, ସେ ପର୍ବତମୟ ସ୍ଥାନକୁ ଯାଇ ମୁଁ ବିଳାପ କରିବି। ବାପା ମଧ୍ୟ ତାଙ୍କ କଥା ଶୁଣି ସେ ପ୍ରକାର କାର୍ଯ୍ୟ କରୁଛନ୍ତି। ଆଉ ସେ 2 ମାସ ଫେରି ଆସି, ସେଇ 2 ମାସ ଫେରି ଆସି ସେ ପୁଣି ସେ 2 ମାସ ଶେଷରେ ଆପଣା ପିତାଙ୍କ ନିକଟକୁ ଫେରି ଆସିଲା। ତହିଁରେ ପିତା ଆପଣା ମାନସୀର ମାନକ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ
ପାଇଲା ନାହିଁ। ଗୋଟେ ଝିଅ, ଯିହୁଦୀ ବଂଶର ଝିଅ, ସେ ନିଜକୁ କି ପ୍ରକାର ପିତାଙ୍କର ଆଜ୍ଞା ବହତାଇ ସମର୍ପଣ କରୁଛନ୍ତି। ପିତାଙ୍କର ଆଜ୍ଞା ବହତାଇ କି ପ୍ରକାର ସମର୍ପଣ କରୁଛନ୍ତି। ଆଉ ସେଇ ଦିନ ଠାରୁ ଇସ୍ରାଏଲର କନ୍ୟା ମାନେ ବର୍ଷକୁ ବର୍ଷ ଆଉ ଗିଲିଦିୟଙ୍କର ଜିପ୍ତିୟ କନ୍ୟାର ଗୁଣ କୀର୍ତ୍ତନ କରିବାକୁ ବର୍ଷକରେ 4 ଦିନ ଯିବାର ରୀତି ଇସ୍ରାଏଲ ମଧ୍ୟରେ ରହିଲା। ସେହି ଦିନ ଠାରୁ ସେ ଝିଅ ଯେଉଁ ଆଜ୍ଞା ବହତା ସହିତ ପିତାଙ୍କର ଆଜ୍ଞା ମାନି ନିଜକୁ ସମର୍ପଣ କରି ପିତାଙ୍କର ସେହି ମାନତକୁ ପୂର୍ଣ୍ଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ଜିପ୍ତିୟ ମଧ୍ୟ ସଦାପ୍ରଭୁଙ୍କ ଠାରେ ମାନତ କରି ଅଟଳ ରହିଲେ ଆଉ ତାଙ୍କର ଝିଅଙ୍କୁ ମଧ୍ୟ ସେ ଦେବା ପାଇଁ ପଛଘୁଞ୍ଚା ହେଲେ ନାହିଁ। ଆମମାନେ ହେଲେ ଟିକେ ଗୋଟେ ବିଷୟ ଚିନ୍ତା କରିବା, ଆମ ପିଲାମାନଙ୍କୁ ଯଦି ଆମେ ମାନତ କରିଥିବା, ବାପା ତୁ ଏ କାର୍ଯ୍ୟ କରିବୁ ନା, ଏ କାର୍ଯ୍ୟ କରିବୁ, ଯଦି ଆମ ପୁଅ ଯଦି OS ପାସ୍ ହେଇଯିବ ବୋଲେ ଆମେ ସେ ଦିଗରେ ଛାଡି ପାରିବା କି? ଆମେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଛାଡି ପାରିବା କି? ନାଇଁରେ ବାପା ତୁ OS ପାସ୍ ହେଇଛୁ, ଏଟା ଛାଡୁ ନା, ସେଟା କରିବୁ। କାହିଁକି? ଆମ ମାନଙ୍କ ଜୀବନରେ ଲୋଭ ଥାଏ, ଆମମାନଙ୍କ ଜୀବନରେ ଆଶା ଥାଏ, ଲୋଭ ଥାଏ, ଆଉ ଆମେ ପଛ କରିଦଉଛୁ ଆଉ ଆଗ ସେ ସ୍ଥାନକୁ ମୁଖ୍ୟ କରୁ। କିନ୍ତୁ ଏ ସ୍ଥାନରେ ଆମେ ଜିପ୍ତିୟକୁ ଦେଖୁ, ତା ଝିଅ ପାଠ ପଢି କଣ ବି ଜବ୍ କରିଥାନ୍ତା, କିନ୍ତୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାକୁ ସେ ଛାଡି ଦଉଛନ୍ତି। ଆଉ ତାଙ୍କୁ କୌଣସି ବିଷୟରେ ମଧ୍ୟ ସେ ବାପା ଗୋଟେ ଝିଅକୁ ବାହା କରି ସଂସାର କରିବା ପାଇଁ କେତେ ଇଚ୍ଛା ଥିବ, କିନ୍ତୁ ତାହା ମଧ୍ୟ ସେ କରିବା ପାଇଁ ଦଉନାହାନ୍ତି। ଜିପ୍ତିୟ କାହା ପାଇଁ ସେ କାର୍ଯ୍ୟ କରୁଥିଲେ? ତାଙ୍କରି ଗୋଷ୍ଠୀ, ତାଙ୍କରି ଇସ୍ରାଏଲ ଲୋକମାନଙ୍କ ପାଇଁ ଯୁଦ୍ଧରେ ଜିତିଲେ ଆମନ ସନ୍ତାନ ମାନେ ଯଦି ମୋ ହସ୍ତରେ ସମର୍ପଣ ହେବେ ବୋଲି ସଦାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ। ଆଉ ସଦାପ୍ରଭୁ ମଧ୍ୟ ତାଙ୍କ ଆମନ ସନ୍ତାନ ଗଣକୁ ତାଙ୍କ ହସ୍ତରେ ଦେଲେ। ଆଉ ସେଇ ପ୍ରକାର ଭାବରେ ସେ ଯୋଉ ମାନତ କରିଥିଲେ ସେଇ ମାନତ ପୂର୍ଣ୍ଣ କଲେ। ଆଜି ଆମମାନେ ପ୍ରାର୍ଥନା କରୁ, ପ୍ରଭୁ ମୋ ପୁଅ ଆଜି ଏତିକି ପାଠ ପଢି, ମୋ ଝିଅ ଏତିକି ପାଠ ପଢି ଏମିତି କଲେ ମୁଁ ସେମିତି କରିବି। ପ୍ରାର୍ଥନା ମୋର ଶୁଣନ୍ତି ପରମେଶ୍ୱର, ଆମକୁ ଦିଅନ୍ତି ମଧ୍ୟ। କିନ୍ତୁ ଯଦି ବଡ ହେଇଗଲେ ଆମେ କଣ କରୁନା, ସେଠୁ ପଛେଇ ଯାଉ, ଆମେ ପୂର୍ଣ୍ଣ କରିପାରିନଥାଉ, ସେଇ ସ୍ଥାନରୁ ଆମେ ଦୂରେଇ ଯାଉ। ପ୍ରଭୁ ପରୀକ୍ଷା କରିବା ପାଇଁ ମଧ୍ୟ ଆମମାନଙ୍କୁ ସେ ସ୍ଥାନକୁ ନିଅନ୍ତି, କିନ୍ତୁ ଆମେ ମନା କରିପାରୁନଥାଉ। ନାଇଁ ନାଇଁ ହେଇଗଲା ତ ହେଇଗଲା, ଏଇଟା କରି ମଧ୍ୟ ଆମେ ସେଠି ସେବା କଲେ ହେଇଯିବ, ଏଇ ଚିନ୍ତା ଆମେ କରୁ। କିନ୍ତୁ ପ୍ରଭୁ ତାହା ଚାହାନ୍ତି ନାହିଁ। ଆମେ ପ୍ରଭୁଙ୍କୁ ଭୟ କରି ଯାହା ମାନତ କରିଛୁ, ପ୍ରଭୁଙ୍କ ଠାରେ ଯାହା ମାଗିଛୁ, ସେହି କାର୍ଯ୍ୟ ହିଁ ଆମେ କରିବାର ଆବଶ୍ୟକତା। ଆମ ପିଲାମାନେ ମଧ୍ୟ, ଆଜି ଜିପ୍ତିୟର ଝିଅ ମଧ୍ୟ କୋଉ ବିଷୟ ସେ ଚିନ୍ତା କଲା ନାହିଁ, ପିତାଙ୍କର ଆଜ୍ଞା ବହତା ହେଇ ନିଜକୁ ସେ ସମର୍ପଣ କରୁଛନ୍ତି। ସେଥିପାଇଁ ଆଜି ସେହି ଦେଶରେ, ଇସ୍ରାଏଲ ଦେଶରେ ବର୍ଷକୁ ଥରେ ତାର ଗୁଣାନୁବାଦ କରୁଛନ୍ତି, ତାର ଗୁଣଗାନ କରୁଛନ୍ତି। ସମସ୍ତେ ଯାଉଛନ୍ତି ସେଇ ସ୍ଥାନକୁ, 4 ଦିନ ରହୁଛନ୍ତି ଆଉ ତାର ଗୁଣଗାନ। କାହିଁକି? ଆଜି ସେଇ ପ୍ରକାର କାର୍ଯ୍ୟ ପରମେଶ୍ୱରଙ୍କର ଦୃଷ୍ଟିରେ କରିଥିବାରୁ ଆଜି ପର୍ଯ୍ୟନ୍ତ ବାଇବଲରେ ତାର ନାମ ଲେଖା ଅଛି। ଆଜି ପର୍ଯ୍ୟନ୍ତ ସେ ପ୍ରକାର ତା ପାଇଁ ଗୁଣ ଗାଉଛନ୍ତି। ଆଜି ଆମମାନଙ୍କର ପିଲାମାନଙ୍କ ପାଇଁ ଆମେ ମାନତ କରିଥିଲେ, ପିଲାମାନଙ୍କୁ ପ୍ରଶ୍ନ କରୁଛନ୍ତି, କାହାକୁ ପଚାରି ତୁମେ ମାନତ କରିଥିଲ? ମୁଁ ସେ କାର୍ଯ୍ୟ କରିପାରିବି ନାହିଁ। କିନ୍ତୁ ଏଇ ଝିଅକୁ ଆମେ ଦେଖୁ, ପିତାଙ୍କର କି ପ୍ରକାର ଆଜ୍ଞା ବହତା ସେ ଝିଅ ଥିଲେ। ପିତାଙ୍କର କି ପ୍ରକାର ଆଜ୍ଞା ବହତା ସେ ଥିଲେ ଯେ ଆଜି ପିତାଙ୍କର କଥା ଶୁଣି ନିଜକୁ ସେ ଉତ୍ସର୍ଗ କଲେ। ଆମମାନେ ପ୍ରାର୍ଥନା କରିବା ଆମର ପିଲାମାନେ ମଧ୍ୟ ସେ ପ୍ରକାର ହୁଅନ୍ତୁ। ସେଇ ପ୍ରକାର ଆମେ ହାନା ବିଷୟ ମଧ୍ୟ ଚିନ୍ତା କରୁ। ହାନା ଯେତେବେଳେ ବନ୍ଧ୍ୟା ଥିଲେ, ଆଉ କେତେ ବର୍ଷ ବନ୍ଧ୍ୟା ଥିଲେ, 20 ବର୍ଷ କି କେତେ ବର୍ଷ ଆମେ ତ ଜାଣିନୁ। ଆଉ ଯେତେବେଳେ ସେ ବନ୍ଧ୍ୟା ଥିଲେ, ଆଉ ସେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ, ସଦା ପ୍ରଭୁ, ତୁମେ ମୋ ଗର୍ଭକୁ ସ୍ପର୍ଶ କର, ଆଉ ତୁମେ ଯଦି ମତେ ପୁତ୍ର ସନ୍ତାନ ଦେବ, ମୁଁ ତୁମ ନାମରେ ଉତ୍ସର୍ଗ କରିବି। ଆଉ ହାନା ମଧ୍ୟ ଏ ପ୍ରକାର ମାନତ କରିଥିଲେ। ଆଉ ଯେତେବେଳେ ପ୍ରଭୁ ତା ପ୍ରାର୍ଥନା ଶୁଣି ତା ଗର୍ଭକୁ ସ୍ପର୍ଶ କରୁଛନ୍ତି, ଆଉ ପୁତ୍ର ସନ୍ତାନ ଦଉଛନ୍ତି, ଆଉ ଗୋଟେ ବନ୍ଧ୍ୟା ସ୍ତ୍ରୀ ସନ୍ତାନକୁ ଦେଖିଲେ ଲୋଭ ଲାଗିବ। ଯେତେବେଳେ କୋଳକୁ ସନ୍ତାନ ଆସେ, ସେ ମା ହିଁ ଜାଣିପାରେ ତାର ପ୍ରେମଟା କେତେ ବଢେ।
ଯେତେବେଳେ ସେ ସନ୍ତାନକୁ ହାତରେ ଧରିବ ସେତେବେଳେ ତା ପ୍ରେମଟା କେତେ ବଢେ। ଆଉ ସେ ଧନ୍ୟ ତ୍ୟାଗ ପର୍ଯ୍ୟନ୍ତ ମୁଁ ରଖିବି ବୋଲି ସେଇ ତ୍ୟାଗ ସରିଲା ପରେ ସେ ସନ୍ତାନକୁ ଯାଇ ଅନ୍ୟ ସ୍ଥାନରେ ରଖିବାକୁ ହାତ ଆସିବ ନାହିଁ। କେତେ ବିଷୟ ଆମେ ଜାଗତିକ ହିସାବରେ ଦେଖିଲେ କେତେ ଚିନ୍ତା କରିବା ପଡୁଛି, କିନ୍ତୁ ହାନା ସେ ବନ୍ଧ୍ୟା ଥାଇ ଗର୍ଭଧାରଣ କରି ପୁତ୍ର ପ୍ରସବ କଲା ପରେ ମଧ୍ୟ ସେ ନେଇ ଗୋଟେ ଉତ୍ତମ ସ୍ଥାନରେ ତା ପୁତ୍ରଙ୍କୁ ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରୁଛି। ପ୍ରଭୁଙ୍କ ପାଇଁ ସେ ଉତ୍ସର୍ଗ କରୁଛି। ଆଉ ଆମେ ଦେଖୁ ମାନ ତ କରୁଛନ୍ତି ଆଉ କେତେକ ପୂର୍ଣ୍ଣ କରୁନାହାନ୍ତି। ମାନ ତ କରୁଛନ୍ତି, ସେଇ ପ୍ରକାର ଆମେ ବାକ୍ୟରେ ଦେଖୁ ଯେ ହନାନିଆ ଆଉ ସଫିରାର କଥା। ସେମାନେ ଭଲ ଉଦ୍ଦେଶ୍ୟରେ ମାନତ କଲେ, ଆଉ ସେମାନେ ତାଙ୍କର କ୍ଷେତକୁ ବି ବିକ୍ରି କଲେ, ଆଉ ସେମାନେ ମାନତ କରୁଛନ୍ତି ସତ, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ପୂର୍ଣ୍ଣ କରିପାରୁନାହାନ୍ତି। ପ୍ରେରିତ ମାନଙ୍କୁ ସେ କହୁଛନ୍ତି ଆମେ ଜମି ବିକି ତମକୁ ସମ୍ପୂର୍ଣ୍ଣ ଦେବୁ ବୋଲି, କିନ୍ତୁ ସେ ମାନତ ଅନୁସାରେ ସେମାନେ ସେମାନେ ପୂର୍ଣ୍ଣ କରିପାରୁନାହାନ୍ତି। କାହିଁକି? ସେମାନଙ୍କର ଜୀବନରେ ସାଇତାନିକ ଚିନ୍ତାଧାରା ପଶୁଛି, ଲୋଭର ଚିନ୍ତାଧାରା ପଶୁଛି। ଯୋଉ ଲୋଭ କି ଆମମାନଙ୍କ ଜୀବନରେ ଶୈତାନ କାର୍ଯ୍ୟ କରି ଆମମାନଙ୍କୁ ଲୋଭ କରିଥାଏ, ସେଇ ଚିନ୍ତାଧାରା ସେମାନଙ୍କ ଜୀବନରେ ପଶୁଛି। ଆଉ ସେମାନେ ସମ୍ପୂର୍ଣ୍ଣ ଭାବରେ ସେମାନେ ମାନତ ପୂର୍ଣ୍ଣ ନ କରିବାରୁ ସେମାନେ ସେଠାରେ କଣ ଅଛନ୍ତି? ଆଘାତ ପାଇ ସେମାନେ ମରୁଛନ୍ତି। ପ୍ରଭୁଙ୍କ ଠାରେ ଆମେ ମାନତ କରିବା, ଆଉ ପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରିବା। ମାନତ କରି ଯେବଳ ସଦା ପ୍ରଭୁଙ୍କ ଠାରେ ଭୟ କରି ଆମେ ମାନତ କରିବା। ମନ ଇଚ୍ଛା ମାନତ କରିଦେଲେ ଠିକ ହେବ ନାହିଁ। ମନ ଇଚ୍ଛା ଜିପ୍ତିହ କଣ ଭାବି ନଥିଲେ, ସେ ମାନତ କରିଦେଲେ ମୋ ଝିଅକୁ ଆଉ ମୁଁ ଦେବି ବୋଲି ସେ ଜାଣିନଥିଲେ। ମୋ ଝିଅକୁ ମୁଁ ଦେବି, ମୋ ଝିଅ ମୋ ସମ୍ମୁଖକୁ ଆସିବ ବୋଲି ସେ ମାନତ କରିନଥିଲେ। କିନ୍ତୁ ହଠାତ୍ ତା ଝିଅ ଆସୁଛି, ତା ଝିଅ ମଧ୍ୟ ସେଠି ସାମିଲ ଖୁସି ହଉଛି, ମୁଁ ତୁମର ଇଚ୍ଛାକୁ ପୂରଣ କରିପାରିବି। ଆଉ ସେଇ ପ୍ରକାର ଆମମାନେ ମଧ୍ୟ ମାନତ କରିବା, ଭାବିଚିନ୍ତି ମାନତ କରିବା। ସଦାପ୍ରଭୁ ଆମ ମାନଙ୍କର ପବିତ୍ର ପ୍ରଭୁ, ଅତି ପବିତ୍ର, ପବିତ୍ର, ଅତି ପବିତ୍ର ପରମେଶ୍ୱର। ଆମେ ତାଙ୍କ ଠାରେ କଣ ଉଣା ବୋଲି ଆମେ ମାନତ କରୁ କି? ତାଙ୍କ ଠାରେ କଣ ଉଣା ଅଛି ବୋଲି ଆମେ ମାନତ କରୁ? କିନ୍ତୁ ଆମେ ଯଦି ସଦାପ୍ରଭୁଙ୍କୁ ଭୟ କରୁଛୁ, ସଦାପ୍ରଭୁଙ୍କ ଠାରେ ଅଛୁ, ଆଜି ଆମେ ମାନତ କରୁଛୁ, ତାହା ଏଇ କାର୍ଯ୍ୟ ମୁଁ କରିବି, ନିଶ୍ଚିତ ଭାବରେ ପ୍ରଭୁଙ୍କ ସମ୍ମୁଖ ଭୟ କରି ସେ କାର୍ଯ୍ୟକୁ ଆମେ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଅଛି। ଆଜି ଜିପ୍ତିହ କଣ ତା ପିଲାକୁ ମାନତ ପୂର୍ଣ୍ଣ କରିଥିଲା। ହାନା ମଧ୍ୟ ସେ ଲୋଭ କଲା ନାହିଁ, ତାର ପୁଅକୁ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କଲା। ଆଜି ସେ ସଫିରା, ହନାନିଆ ଆଉ ସଫିରା ମାନତ ସମ୍ପୂର୍ଣ୍ଣ ପୂର୍ଣ୍ଣ ନ କରିଥିବାରୁ ସେମାନେ ପ୍ରାଣ ତ୍ୟାଗ କରିଥିଲେ। ଆଜି ଆମମାନେ ମଧ୍ୟ ଆମମାନଙ୍କର ଜୀବନରେ ମାନତ ଯଦି କରୁଛୁ, ଆମେ ଯଥାଶୀଘ୍ର ପୂର୍ଣ୍ଣ କରିବାର ଆବଶ୍ୟକତା ଅଛି। ଆଉ ଆମେ ଭୁଲି ଯାଇ ହଉ ଆଜି କରିଦେବା, କାଲି କରିଦେବା ବୋଲି ଆମେ ପ୍ରଭୁଙ୍କ ଠାରେ ଦିନ ଗଣିବାର ଆବଶ୍ୟକତା ନାହିଁ। ପ୍ରଭୁ ଆମମାନଙ୍କର ସମସ୍ତ ବିଷୟ ଜାଣନ୍ତି, ବୁଝନ୍ତି, ଦେଖନ୍ତି। ପ୍ରଭୁ ଆମମାନଙ୍କୁ ପ୍ରେମ କରିଥିବାରୁ ସେ ସବୁ ସମୟରେ ଆମମାନଙ୍କୁ ସୁରକ୍ଷା କରି ନଉଛନ୍ତି ବୋଲି ଆମେ ସମସ୍ତେ ମାନତ କରି ମଧ୍ୟ ଡେରି କରିଥାଉ। ଯଦି ମାନତ କରିଛୁ, ତାହେଲେ ଯଥାଶୀଘ୍ର ପୂର୍ଣ୍ଣ କରିବାକୁ ଚେଷ୍ଟା କରିବା। ପ୍ରଭୁ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। କୌଣସି ଭୁଲ ଥିଲେ କ୍ଷମା କରିବେ। ଧନ୍ୟବାଦ ଦଉଛି ସମସ୍ତଙ୍କୁ। ନମସ୍କାର। ବହୁତ ବହୁତ ଦିଦି, ସୁନ୍ଦର ଭାବରେ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କ ମଧ୍ୟରେ ରଖିଛନ୍ତି। ବହୁତ ବହୁତ ଧନ୍ୟବାଦ। ଆଉ ନିଶ୍ଚୟ ସେଦିନ ଆଉ ସେ ପରମେଶ୍ୱରଙ୍କ ଯେଉଁ କଥା ସେ କହିଥିଲେ ବା ରଖିଥିଲେ, ପ୍ରତିଜ୍ଞା କରିଥିଲେ, ମାନତ କରିଥିଲେ, ବଡ କଠିନ ବିଷୟ ହେଲେ ମଧ୍ୟ ସେ ପରମେଶ୍ୱରଙ୍କୁ ଭୟ କରୁଥିବା ହେତୁ ଓ ସେ କନ୍ୟାର ପ୍ରେମକୁ ମଧ୍ୟ ସେ ଭୁଲି ଯାଇ ପ୍ରଭୁଙ୍କର ନିକଟରେ ଯେଉଁ ମାନତ ସେ କରିଥିଲେ ତାହା ସେ ପୂର୍ଣ୍ଣ କଲେ। ବିଶେଷ କରି ଆଜି ମଧ୍ୟ ଆମେ ଅନେକ ବିଷୟରେ ପ୍ରଭୁଙ୍କ ନିକଟରେ ମାନତ କରିଥାଉ। ବିଶେଷ କରି ନୂଆ ବର୍ଷ ଆସିଲେ ଆମେ ବହୁତ ପ୍ରତିଜ୍ଞା କରିଥାଉ ଯେ ପ୍ରଭୁ ମୁଁ ଏ ନୂଆ ବର୍ଷରେ ଏମିତି କରିବି,
ଆଉ ବେଶୀ ସମୟ ବାଇବଲ ପଢିବି, ବେଶୀ ସମୟ ପ୍ରାର୍ଥନା କରିବି, ପାରିବାରିକ ଉପାସନା କଣ୍ଟିନ୍ୟୁ କରିବି। ଏ ସବୁ ବିଷୟ ଅନେକ ବିଷୟ ହୁଏ ତ ଏଇଟା ମାନେ ସାଧାରଣ ମନେ କରିଥାଉ, କିନ୍ତୁ ପ୍ରଭୁ ଆଜି ଏମାନଙ୍କ କଥା କୁହନ୍ତି ଯେ ଯାହା ମାନେ ପରମେଶ୍ୱରଙ୍କର ଦୃଷ୍ଟିରେ ମୁଖ ଫିଟାଉ ତାହା ମାନେ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା। ମାନଙ୍କୁ ସାହାଯ୍ୟ କରନ୍ତୁ ସେଇ ପ୍ରକାର ମନ ସ୍ୱଭାବ ତାଙ୍କରି ନିମନ୍ତେ ପଢିବା ମାନଙ୍କୁ ସାହାଯ୍ୟ କରନ୍ତୁ। ଯାହା ମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରୁ, ପରମେଶ୍ୱରଙ୍କୁ ଭୟ କରି ତାହା ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା। ବହୁତ ବହୁତ ଧନ୍ୟବାଦ ଦିଦି ଉତ୍ସାହିତ ବାକ୍ୟ ପାଇଁ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏଇ ବାକ୍ୟ ଅନୁସାରେ ନିଜ ଜୀବନକୁ ମଧ୍ୟ ଗଢିବା ପାଇଁ ସାହାଯ୍ୟ କରନ୍ତୁ। ଆସନ୍ତୁ ଶେଷରେ ମାନେ ବାକ୍ୟ ନିମନ୍ତେ ଧନ୍ୟବାଦ ସହ ପ୍ରାର୍ଥନା କରିବା। ଆଉ ଆମମାନଙ୍କ ମଧ୍ୟରେ ଅନୁପମା